Hi everyone, ମୁଁ ଟ୍ୱିଙ୍କଲ ୱେଲକମ୍ କରୁଛି ଆପଣ ସମସ୍ତଙ୍କୁ ମୋ ୟୁଟ୍ୟୁବ ଚ୍ୟାନେଲ ଟ୍ୱିଙ୍କଲ ଏଜୁକେଟରରେ। ଆମେ ପୂର୍ବ କ୍ଲାସରେ କେମିକାଲ ରିଆକ୍ସନ ଆଣ୍ଡ ଇକ୍ୱେସନକୁ କଭର କରିଥିଲେ ଯାହା ଥିଲା ମୋର ରାସାୟନିକ ସମୀକରଣ ଏବଂ ରାସାୟନିକ ପ୍ରତିକ୍ରିୟା 10th ର ଫାର୍ଷ୍ଟ ଚାପ୍ଟର। ସେଇଭଳି ଭାବରେ ଆଜି ଆମେ ସେକେଣ୍ଡ ଚାପ୍ଟରକୁ ଷ୍ଟାର୍ଟ କରିବା। ବିଷୟଟିର ନାଁ ହେଉଛି ଅମ୍ଳ, କ୍ଷାରକ ଏବଂ ଲବଣ। ମୁଁ ମୋର ଏହି ୟୁଟ୍ୟୁବ ଚ୍ୟାନେଲରେ ଆପଣମାନଙ୍କ ପାଇଁ ପ୍ରତିଦିନ କିଛି କିଛି ଥିଓରିର କ୍ଲାସ ନେଇ ଆସିବି। ତା ସହିତ ଏକ୍ଜାମ ହେବାର ପୂର୍ବରୁ ସमेटिव ଟେଷ୍ଟର ପୂର୍ବରୁ ମଲ୍ଟିପଲ ଚଏସ୍ ଆନ୍ସରକୁ ଆମେ ଡିସ୍କସନ କରିବା। ତା ସହିତ ଏକ୍ଜାମରେ କୋଉ ସବୁ କ୍ୱେଶ୍ଚିନ୍ ଆସିବ ତାର ସିଲେକ୍ଟିଭ ମଧ୍ୟ ମୁଁ ଆପଣମାନଙ୍କୁ ପ୍ରୋଭାଇଡ କରିବି। ଆଶା କରୁଛି ଆପଣମାନଙ୍କୁ ସମସ୍ତଙ୍କୁ ମୋର ୟୁଟ୍ୟୁବ ଚ୍ୟାନେଲଟି ନିହାତି ଭାବରେ ଭଲ ଲାଗୁଥିବ। ଯଦି ମୋର ୟୁଟ୍ୟୁବ ଚ୍ୟାନେଲ ଆପଣମାନଙ୍କର ପସନ୍ଦ ତାହେଲେ ନିହାତି ଲାଇକ୍ କରିବେ, ସାଙ୍ଗମାନଙ୍କ ସହିତ ବହୁତ ମାତ୍ରାରେ ସେୟାର କରିବେ ଏବଂ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଏବେ ତାହେଲେ ଆମେ ବିଷୟ ଉପରକୁ ଯିବା। ପ୍ରଥମେ ଦେଖିବା ଯେ ଅମ୍ଳ, କ୍ଷାରକ, ଲବଣ। ବିଷୟର ନାଁ ଶୁଣୁ ଶୁଣୁ ଆପଣମାନଙ୍କୁ ବୋଧେ କିଛି ଜାଣିପାରୁଥିବେ। ଅମ୍ଳ କଣ, କ୍ଷାରକ କଣ, ଲବଣ କଣ। ଅମ୍ଳ ସାଧାରଣତଃ ଆମକୁ ଖଟା ଲାଗିଥାଏ, କ୍ଷାରକ ସେମିତି କ୍ଷାରିଆ ଲାଗେ, ଲବଣ ତ ଲୁଣିଆ ଲାଗେ। ତ ଅମ୍ଳ କଣ ନା, ଅମ୍ଳ ହଉଛି ଖଟା ଲାଗିବ ଯିଏ ଆମର ଲାଲ ଲିଟମସ ପେପରକୁ ନୀଳ କରିବ, ଯାହାର ପିଏଚ ଭ୍ୟାଲ୍ୟୁଟା ଆମର 7ରୁ କମ ବା 0ରୁ 7 ପର୍ଯ୍ୟନ୍ତ ପିଏଚ ଭ୍ୟାଲ୍ୟୁ ହେଲେ ତାହା ହେଉଛି ଅମ୍ଳ, ଯୋଉଟା ଆମେ ଛୋଟ କ୍ଲାସରୁ ମଧ୍ୟ ପଢିଥିଲେ। ଯେମିତିକି ଏକ୍ସାମ୍ପଲ ଆମେ ନେଇପାରିବା ହାଇଡ୍ରୋକ୍ଲୋରିକ ଏସିଡ ହଉ, ସଲଫ୍ୟୁରିକ ଏସିଡ ହଉ, ସାଇଟ୍ରିକ ଏସିଡ ହଉ, ଲେମ୍ବୁ ରସ, ଭିନେଗାର, ଏସବୁ ହଉଥିଲା ଆମର ଅମ୍ଳର ଗୋଟେ ଗୋଟେ ଏକ୍ସାମ୍ପଲ। ସେମିତି କି କ୍ଷାରକ କଣ, କ୍ଷାରକ ହଉଛି ଯାହା ଆମ ପାଟିକୁ କ୍ଷାରିଆ ଲାଗିବ, ପିଏଚ ମୂଲ୍ୟଟା 7ରୁ ଅଧିକ, 7ରୁ 14 ମଧ୍ୟରେ ରହିବ ତାର ପିଏଚ ମୂଲ୍ୟ, ଏବଂ ଯିଏ ଲାଲ ଲିଟମସ ପେପରକୁ ନୀଳ କରିବ ତାହା ହେଉଛି ଆମର କ୍ଷାରକ। ଯେମିତିକି କ୍ଷାରକର ଏକ୍ସାମ୍ପଲ ଆମେ ଦେଇପାରିବା ଚୂନ, ସୋଡିୟମ ହାଇଡ୍ରୋକ୍ସାଇଡ, ପୋଟାସିୟମ ହାଇଡ୍ରୋକ୍ସାଇଡ, କ୍ୟାଲସିୟମ ହାଇଡ୍ରୋକ୍ସାଇଡ, ଏସବୁ ହଉଛି ଗୋଟେ ଗୋଟେ କ୍ଷାର। ସାଧାରଣତଃ ତେଲ, ସାବୁନ ଏସବୁ ତିଆରି କରିବା ପାଇଁ ଆମର କ୍ଷାରୀୟ ପଦାର୍ଥ ଗୁଡିକ ବ୍ୟବହାର କରାଯାଏ। ଆଉ ଗୋଟେ ଜିନିଷ ହେଲା ଲବଣ। ଲବଣ କଣ, ଲବଣ ଆପଣ ମାନେ ଜାଣୁଥିବେ ସାଧାରଣ ଲୁଣ, କିନ୍ତୁ ଲବଣ ସୃଷ୍ଟି ହୁଏ କେମିତି ନା ଅମ୍ଳ ଏବଂ କ୍ଷାରକ ଦିଟା ଯାକ ମିଶିଲେ ସେଥିରୁ ଆମର ଲବଣ ବାହାରେ। ଯେମିତିକି ମୁଁ ଏକ୍ସାମ୍ପଲ ମାଧ୍ୟମରେ କହିପାରିବି ହାଇଡ୍ରୋକ୍ଲୋରିକ ଏସିଡ ଯେତେବେଳେ ସୋଡିୟମ ହାଇଡ୍ରୋକ୍ସାଇଡ ସହିତ ମିଶୁଛି ଆମର ସୋଡିୟମ କ୍ଲୋରାଇଡ ବାହାରୁଛି। ତ ଆମେ ବିଷୟକୁ ଗଲା ପରେ ପଢିବା ଯେ କେମିତି କଣ ସବୁ କିଏ କାହା ସହିତ ରିଆକ୍ସନ କରୁଛି, କିଏ କଣ ହଉଛି ତା ପର କଥା। କିନ୍ତୁ ମୁଁ ଆଶା କରୁଛି ଆପଣ ମାନେ ସମସ୍ତେ ମୋର ଏଇ ଭିଡିଓକୁ ନିହାତି ଲାଇକ୍ କରିବେ, ବହୁତ ମାତ୍ରାରେ ସେୟାର କରିବେ, ଯେହେତୁ ମୋର ନୂଆ ୟୁଟ୍ୟୁବ ଚ୍ୟାନେଲଟି। ସୋ ଆପଣ ମାନଙ୍କୁ ସମସ୍ତଙ୍କୁ ଅନୁରୋଧ, ଆପଣ ଭିଡିଓକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଧ୍ୟାନର ସହିତ ଦେଖନ୍ତୁ, ବହୁତ ସାରା ଭଲ ପାଇବା ମଧ୍ୟ ନିଅନ୍ତୁ। ଏବେ ତାହେଲେ ଆମେ ବିଷୟ ଉପରକୁ ଯିବା। ତାହେଲେ ଅମ୍ଳ, କ୍ଷାରକ କଣ ଆପଣ ମାନେ ଜାଣିପାରିଲେ, କିଛି କିଛି ଜିନିଷ ବୁଝିପାରିଲେ। ଏବେ ଆମେ ବିଷୟ ଉପରକୁ ଦେଖନ୍ତୁ। ମୁଁ ଏଠାରେ ଅମ୍ଳ ଏବଂ କ୍ଷାରକ ବିଷୟରେ ମୁଁ କିଛି ଜିନିଷ ଲେଖିଦେଇଛି। ଅମ୍ଳ କଣ ନା, ଅମ୍ଳ ଆମର ସ୍ଵାଦରେ ଖଟା ଲାଗିବ, ତା ସହିତ ନୀଳ ଲିଟମସ କାଗଜକୁ ଲାଲ କରିବ, ଏଇଟା ହଉଛି ଅମ୍ଳର ଗୁଣ। ସେମିତି କି କ୍ଷାରକର ଗୁଣ କଣ ନା, ଯୋଉଟା ଆମର ପିତା ବା ସାଧାରଣତଃ କ୍ଷାରିଆ ଲାଗିବ ଏବଂ ଲାଲ ଲିଟମସ କାଗଜକୁ ସେ ନୀଳରେ ପରିଣତ କରିବ, ଏଇଟା ହଉଛି ଆମର କ୍ଷାରକ। ଆଉ ଗୋଟେ ଜିନିଷ ନୂଆ ଆପଣ ମାନଙ୍କ ପାଇଁ ବୋଧହୁଏ, ତାହା ହଉଛି ପ୍ରଶମନ। ଅମ୍ଳ ଏବଂ କ୍ଷାରକ ପରସ୍ପର ପ୍ରବାହକୁ ପ୍ରତିହିତ ବା ପ୍ରଶମିତ କରିଥାନ୍ତି। ତାହେଲେ ଯେତେବେଳେ ଆମେ ଅମ୍ଳ ସହିତ ଗୋଟେ କ୍ଷାରକୁ ମିଶେଇବା ତ ଅମ୍ଳୀୟ ଗୁଣଟାକୁ କ୍ଷାରକ କଣ କରିବ, ପ୍ରଶମିତ କରିବ। ସେମିତି କି କ୍ଷାରକ ପାଖରେ କ୍ଷାରିୟ ଗୁଣ ଥିବ, ସେ କଣ କରିବ, ଅମ୍ଳକୁ ପ୍ରଶମିତ କରିବ। ଏକ୍ସାମ୍ପଲ ଯେମିତି କି ଆମର ପାକସ୍ଥଳୀରେ ଆମର ଯେତେବେଳେ ଏସିଡିଟି ହଉଛି, ଆମେ କଣ କରୁଛେ ନା ବେକିଂ ସୋଡାର ଦ୍ରବଣକୁ ବ୍ୟବହାର କଲେ ଆମକୁ କିଛି ଉପଶମ ଲାଗିଥାଏ, ସେଥିପାଇଁ ଆମେ ଇନୋକୁ ବ୍ୟବହାର କରୁଛେ ଏବଂ ଆଣ୍ଟି ଏସିଡ ମଧ୍ୟ ଖାଉଛେ। ତ ଏଇଟା ହଉଛି ଆମର ପ୍ରଶମନ, ଯିଏକି ଅମ୍ଳକୁ ପ୍ରଶମିତ କରିବା ପାଇଁ ଆମେ କୌଣସି କ୍ଷାରକର ବ୍ୟବହାର କରିଥାଉ। ନେକ୍ସଟ ସ୍ଲାଇଡକୁ ଆମେ ଦେଖିବା। ତାପରେ ଗୋଟେ ଜିନିଷ ଆସିଲା ସୂଚକ କଥା। ପୁରା ଆପଣଙ୍କ ବହିର ଯେମିତି ନୋଟ ଗୁଡିକ ଅଛି ମୁଁ ସେମିତି ହିଁ ନୋଟ ଦେଇଛି, ବଟ୍ ଟିକେ ସୁନ୍ଦର ଭାବରେ ମୋର ନୋଟ ଗୁଡିକ ଲେଖା ହେଇଛି। ନେକ୍ସଟ ଆପଣଙ୍କର ବହିକୁ ମଧ୍ୟ ଆପଣ ମାନେ ସାଇଡରେ ରଖିପାରିବେ, ତା ସହିତ ଆପଣ ଖାତା ପେନ୍ ମଧ୍ୟ ବ୍ୟବହାର କରନ୍ତୁ ନୋଟକୁ ଲେଖିବା ପାଇଁ। ଦେଖିବେ ଏବେ ସୂଚକ କଣ, ସୂଚକର ଇଂଲିଶ ହଉଛି ଇଣ୍ଡିକେଟର। ତ ଇଣ୍ଡିକେଟର କଣ ନା, ଯୋଉ ପଦାର୍ଥ ଗୁଡିକ କୌଣସି ଦ୍ରବଣ ଅମ୍ଳୀୟ କିମ୍ବା କ୍ଷାରୀୟ ବୋଲି ଚିହ୍ନଟ କରିବାରେ ସାହାଯ୍ୟ କରନ୍ତି ସେଗୁଡିକୁ ଆମେ ସୂଚକ କହିବା। ତାହେଲେ ସୂଚକ କଣ, ଗୋଟେ ପଦାର୍ଥ ଅମ୍ଳୀୟ କି କ୍ଷାରୀୟ ତାହା ଜାଣିବା ପାଇଁ ଆମକୁ ତାହା ଆମେ କାହା ସାହାଯ୍ୟରେ ଜାଣିପାରିବା ନା, ସୂଚକ ସାହାଯ୍ୟରେ। ସେଭଳି ଭାବରେ ସୂଚକ ହଉଛି ଆମର ଦୁଇ ପ୍ରକାରର, ଗୋଟେ ହଉଛି ପ୍ରାକୃତିକ ସୂଚକ ଆଉ ଗୋଟେ ହଉଛି ସଂଶ୍ଲେଷିତ ସୂଚକ। 10th ପିଲାମାନଙ୍କର ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆସିଥାଏ, ଏକ୍ସାମ ରେ କନଫ୍ୟୁଜ କରିବା ପାଇଁ ପଚାରିଥାଏ କି
गोटे माने 4टी एग्जांपल देइथिबो से कहिथिबो जे निम्नोक्त मध्यरु केउटी गोटे संश्लेषित सूचक किंबा केउटी गोटे प्राकृतिक सूचक किंबा केउटी संश्लेषित सूचक नुह एई टाइप रे क्वेश्चन पचारिबो। तो देखिबा ଆମେ ପ୍ରାକୃତିକ ସୂଚକ କଣ ପ୍ରାକୃତିକ ସୂଚକରେ ଆମର ଆସିବ ଲିଟମସ୍ ଏବଂ ହଳଦୀ ଯୋଉଗୁଡାକ ପ୍ରକୃତିରେ ମିଳୁଛି ସେଥିପାଇଁ ଏହା ହେଉଛି ପ୍ରାକୃତିକ ସୂଚକ। ଏକ୍ସାମ୍ପଲ ଆମେ କେମିତି ଟେଷ୍ଟ କରିବା ଯେତେବେଳେ ଧଳା କପଡାରେ ଆମର ହଳଦୀର ଦାଗ ଲାଗି ଯାଇଥିବ ଆପଣ ମାନେ ମଧ୍ୟ ଅନୁଭବ କରିଥିବେ ଆମର ଡ୍ରେସରେ ଯଦି କୌଣସି ତରକାରୀ କି କଣ ପଡି ଯାଇଥିବ ହଳଦୀ ଜିନିଷ ତ ତାକୁ ସାବୁନରେ ଯେତେବେଳେ ଆମେ ଧୋଇବା ପ୍ରଥମେ ତାହା ଲାଲ ବାଦାମୀ ରଙ୍ଗ ହୋଇଯାଇଥାଏ ଏବଂ ପରେ ଧୀରେ ଧୀରେ ସେ ଛାଡିଯାଏ। ଏଇଟା ହଉଛି ଆମର କଣ ଲିଟମସ୍ ଏବଂ ହଳଦୀ ହଉଛି ପ୍ରାକୃତିକ ସୂଚକ ସେଭଳି ଭାବରେ ସଂଶ୍ଲେଷିତ ସୂଚକ ହଉଛି ଯୋଉଗୁଡାକ କୃତ୍ରିମ ଉପାୟରେ ତିଆରି ହଉଛି ଯେମିତି କି ମିଥାଇଲ ଅରେଞ୍ଜ ଫେନୋପ୍ଥାଲେନ୍ ଏଇ ଦିଟା ହଉଛି ଇମ୍ପୋର୍ଟାଣ୍ଟ ଏକ୍ସାମ ରେ ବାର ବାର କ୍ୱେଶ୍ଚନ ପଚାରେ। ମିଥାଇଲ ଅରେଞ୍ଜ ଏବଂ ଫେନୋପ୍ଥାଲେନ୍ ହଉଛି ଆମର କଣ ସଂଶ୍ଲେଷିତ ସୂଚକର ଗୋଟିଏ ଗୋଟିଏ ଉଦାହରଣ। ନେକ୍ସଟ ଦେଖିବା ତାପରେ ଲିଟମସ୍ ବିଷୟରେ କିଛି ତଥ୍ୟ ଆମକୁ ବହିରେ ଦେଇଛି ତାହାକୁ ଆମେ ଦେଖିବା। ଲିଟମସ୍ ତାହେଲେ କଣ ନା ଲିଟମସ୍ ଦ୍ରବଣ ହଉଛି ଗୋଟେ ନୀଳ ଲୋହିତ ରଞ୍ଜକ ଅଟେ ଯୋଉଟା ଆମର ଥାଲୋଫାଇଟା ବୁଝିହେଲା। ଥାଲୋଫାଇଟା ଜାଣିଥିବେ 9th ରେ ଆପଣ ମାନଙ୍କର ପଢା ହେଇଥିଲା ଥାଲୋଫାଇଟା ବ୍ରାୟୋଫାଇଟା ଟେରିଡୋଫାଇଟା ଜିମ୍ନୋସ୍ପର୍ମ ଆଞ୍ଜିଓସ୍ପର୍ମ ସେ ସବୁ ବିଷୟରେ ଆମେ ପଢିଥିଲେ। ତ ଥାଲୋଫାଇଟା ଶ୍ରେଣୀର ଯୋଉ ଶୈବାଳିକ ରହିଲା ବା ଲାଇକେନ୍ ସେଇଥିରୁ ଆମର ନିଷ୍କାସନ କରାଯାଇଥାଏ ଲିଟମସ୍ ଟା। ଯେତେବେଳେ ଲିଟମସ୍ ଦ୍ରବଣ ଅମ୍ଳୀୟ କିମ୍ବା କ୍ଷାରୀୟ ହୋଇନଥାଏ ଏହାର ରଙ୍ଗ ନୀଳ ଲୋହିତ ହୋଇଥାଏ। ତାହେଲେ ଲିଟମସ୍ ଟା ଦେଖିବା ପାଇଁ ସାଧାରଣତଃ ନୀଳ ଲୋହିତ ରଙ୍ଗ ହୋଇଥାଏ ଯେତେବେଳେ ଏହା ଅମ୍ଳ କିମ୍ବା କ୍ଷାର ହୋଇନଥିବ। ଅନ୍ୟ କେତେକ ପ୍ରାକୃତିକ ସୂଚକର ଏକ୍ସାମ୍ପଲ ମଧ୍ୟ ଆପଣଙ୍କର ବହିରେ ଦେଇଛି କଣ କଣ ନା ଲାଲ ବନ୍ଧକୋବି ପତ୍ର ହାଇଡ୍ରାଞ୍ଜିଆ ପେଟୁନିଆ ଏବଂ ଜେରାନିୟମ ଏସବୁ ହଉଛି ଏସବୁ ଫୁଲ ମାନଙ୍କର ପାଖୁଡା ତା ସହିତ ବନ୍ଧକୋବି ପତ୍ର ଏସବୁ ଆମର ଗୋଟିଏ ଗୋଟିଏ ପ୍ରାକୃତିକ ସୂଚକରେ ଏକ୍ସାମ୍ପଲ। ଏବେ ଆମର ବହିରେ କିଛି ଗୋଟେ ପରୀକ୍ଷା ଦେଇଛି ତୁମ ପାଇଁ କାମ ଦେଖିବା ତାହେଲେ ପରୀକ୍ଷାଟି କଣ ଅଛି। ପରୀକ୍ଷାରେ ମୋର ଗୋଟେ ଲିଟମସ୍ ପେପର ବ୍ୟବହାର କରିକି ଆମେ ଅମ୍ଳ କ୍ଷାର ଏସବୁକୁ ଅଲଗା କରିବା କିମ୍ବା କେମିତି ଚିହ୍ନଟ କରିବା ସେ ସବୁ ବିଷୟରେ ଦେଇଛି। ତ ପ୍ରଥମେ ଆମେ କଣ କରିବା ଲାଲ ଲିଟମସ୍ ପେପରକୁ 3ଟା ଯାକ ପରୀକ୍ଷା ନଳୀର ଦ୍ରବଣରେ ବୁଡେଇଦବା। ଦେଖିବା ଯେ ଯେତେବେଳେ ଲାଲ ଲିଟମସ୍ ଟା କଣ ହବ ଆମର ନୀଳ ରଙ୍ଗ ହେଇଯିବ ସେ ଦ୍ରବଣଟା କ୍ଷାରୀୟ ଅଟେ। ବର୍ତ୍ତମାନ ସେ ନୀଳ ରଙ୍ଗରେ ପରିଣତ ହବା ଲିଟମସ୍ କାଗଜକୁ ଯୋଉଟା ନୀଳ ରଙ୍ଗରେ ପରିଣତ ହେଇଗଲା ଲାଲରେ ନୀଳ ହେଇଗଲା ସେଇ ନୀଳ ରଙ୍ଗର ଯୋଉ ଲିଟମସ୍ ପେପରଟାକୁ ଆମେ କଣ କରିବା ଦେଖିବା ଆଉ ସବୁଥିରେ ବୁଡେଇବା ଦେଖିବା ଯୋଉଥିରେ ଲାଲ ରଙ୍ଗରେ ପରିଣତ ହେଇଯିବ ସେ ପୁଣି ଅମ୍ଳ ଦ୍ରବଣ। ଆମେ ଜାଣିଛେ ନୀଳ ଲିଟମସ୍ ଲାଲ ହେଲେ ତାହା ଅମ୍ଳ ଏବଂ ଲାଲ ଲିଟମସ୍ ନୀଳ ହେଲେ ତାହା ହେଉଛି କ୍ଷାର। ତ ଯୋଉ ନୀଳ ଲିଟମସ୍ ନେବା ଆମେ ବୁଡେଇଦବା ପୁଣି ଥରେ ଦେଖିବା ଯୋଉଠି ଲାଲ ହେଇଯିବ ତାହା ହେଉଛି ଅମ୍ଳୀୟ ଏବଂ ଯୋଉ ଦ୍ରବଣରେ ଲାଲ ନୀଳ ଲିଟମସ୍ ଟା କିଛି ପରିବର୍ତ୍ତନ ହବ ନାହିଁ କିମ୍ବା ନୀଳ ରହିବ ତାହା ହେଉଛି ପ୍ରାକୃତିକ ବା ପ୍ରଶମିତ ଦ୍ରବଣ। ଏତିକି ଆମେ ତାହେଲେ ଜାଣିପାରିବା। ଏବେ ମୁଁ ଆପଣମାନଙ୍କ ପାଇଁ କିଛି ଅମ୍ଳ ଏବଂ କ୍ଷାର ସିମ୍ବଲକୁ ମନେ ରଖିବା ପାଇଁ ଆଣିଛି ଯୋଉଗୁଡାକ ଆମର ନିତ୍ୟାନ୍ତ ଜରୁରୀ କାରଣ ଏହା ଉପରେ ହିଁ ଆମେ କିଛି ଏକ୍ସପେରିମେଣ୍ଟ କରିବା ତା ସହିତ ପାଠ ଭିତରକୁ ଆମେ ପଶିବା। ତ କିଛି ଅମ୍ଳର ଏକ୍ସାମ୍ପଲ ଯେମିତି କି ହାଇଡ୍ରୋକ୍ଲୋରିକ ଅମ୍ଳ ଯାହାର ସିମ୍ବଲ ହେଉଛି HCl ସଲଫ୍ୟୁରିକ ଅମ୍ଳ ଯାହାର ସିମ୍ବଲ ହେଉଛି H2SO4 ସେମିତି କି ନାଇଟ୍ରିକ ଏସିଡ ଯାହାର ସିମ୍ବଲ ହେଉଛି HNO3 ଏସିଟିକ ଅମ୍ଳ ଯାହାର ସିମ୍ବଲ ହେଉଛି CH3COOH ଏବଂ କିଛି କ୍ଷାରର ଏକ୍ସାମ୍ପଲ ଯେମିତି କି ସୋଡିୟମ ହାଇଡ୍ରୋକ୍ସାଇଡ୍ NaOH କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ ଯାହାର ସିମ୍ବଲ ହେଉଛି CaOH2 ପୋଟାସିୟମ ହାଇଡ୍ରୋକ୍ସାଇଡ୍ ଯାହାର ସିମ୍ବଲ ହେଉଛି KOH ମ୍ୟାଗ୍ନେସିୟମ ହାଇଡ୍ରୋକ୍ସାଇଡ୍ ଯାହାର ସିମ୍ବଲ ହେଉଛି MgOH2 ଏମୋନିୟମ ହାଇଡ୍ରୋକ୍ସାଇଡ୍ ଯାହାର ସିମ୍ବଲ ହେଉଛି NH4OH। ଏସବୁ ଅମ୍ଳ ଏବଂ କ୍ଷାର ଗୁଡିକର ସିମ୍ବଲ ଆପଣମାନେ ମନେ ରଖିବେ। ଏକ୍ସାମରେ ଆମର ଯୋଉ ମଲ୍ଟିପଲ ଚଏସ୍ କ୍ୱେଶ୍ଚିନ୍ ଆସୁଛି ଏଥିମଧ୍ୟରୁ ମଧ୍ୟ ଆମକୁ କ୍ୱେଶ୍ଚିନ୍ ପକାଇ ପାରିବ। ଆମେ ତାହେଲେ ପ୍ରାକୃତିକ ସୂଚକ ସଂଶ୍ଲେଷିତ ସୂଚକ ଦୁଇ ପ୍ରକାର ସୂଚକ କଥା ଜାଣିଥିଲେ। ଏବେ ଆମେ ଗୋଟେ ଜିନିଷ ପଢିବା ଯାହାର ନାଁ ହଉଛି କଣ ଘ୍ରାଣ ସୂଚକ। ଘ୍ରାଣ ସୂଚକ ତାହେଲେ କଣ ଏମିତି କିଛି ପଦାର୍ଥ ଅଛି ଯୋଉ ପଦାର୍ଥ ଗୁଡିକ ଯେତେବେଳେ କୌଣସି ଅମ୍ଳ କିମ୍ବା କ୍ଷାରକର ସଂସ୍ପର୍ଶରେ ଆସେ ତାହା କଣ ହୁଏ ନା ତାର ବାସ୍ନା ବା ଗନ୍ଧକୁ ବଦଳାଇଥାଏ। ତ କିଛି ପଦାର୍ଥ ଅଛି ଯାହାର ଗନ୍ଧ ବା ବାସ୍ନା ଅମ୍ଳୀୟ କିମ୍ବା କ୍ଷାରୀୟ ପଦାର୍ଥ ମାଧ୍ୟମରେ ବଦଳିଥାଏ ଏହାକୁ ଆମେ ଘ୍ରାଣ ସୂଚକ କହିବା। ଏକ୍ସାମ୍ପଲ ଆମର ଅଛି କଣ କଟା ପିଆଜ ଭ୍ୟାନିଲା ଏସେନ୍ସ ଏବଂ ଲବଙ୍ଗ ତେଲ। ଆଚ୍ଛା ଆମେ ପରୀକ୍ଷା ମଧ୍ୟ କରିକି ଦେଖିପାରିବା ଯେତେବେଳେ କଟା ପିଆଜକୁ କିଛି ଗୋଟେ କପଡା ମାଧ୍ୟମରେ ଗୋଳେଇଦବା ସେଥିରେ ହାଇଡ୍ରୋକ୍ଲୋରିକ ଏସିଡ ଆଣିକି ଆମେ ପକେଇବା ଲଘୁ ହାଇଡ୍ରୋକ୍ଲୋରିକ ଏସିଡ ଦେଖିବା ଯେ ତାର ଗନ୍ଧରେ କୌଣସି ପରିବର୍ତ୍ତନ ହବ ନାହିଁ କିନ୍ତୁ ଯେତେବେଳେ ଲଘୁ କ୍ଷାରକ ବା ସୋଡିୟମ ହାଇଡ୍ରୋକ୍ସାଇଡ ପକେଇବା ତାର ଗନ୍ଧ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହେଇଯିବ। ସେମିତିକି ଆମେ ଭ୍ୟାନିଲା ଏସେନ୍ସ ବା ଲବଙ୍ଗ ତେଲ କଥା ନେଲା ମଧ୍ୟ ସେ କଣ ହୁଏ ଅମ୍ଳରେ କୌଣସି ପରିବର୍ତ୍ତନ ହୁଏ ନାହିଁ କିନ୍ତୁ କ୍ଷାରରେ ତାର ଗନ୍ଧରେ ପରିବର୍ତ୍ତନ ଆସିଥାଏ। ତ ଏଗୁଡାକ ହଉଛି ଆମର
ଧ୍ୟାନ ସୂଚକର ଗୋଟିଏ ଗୋଟିଏ ଏକ୍ଜାମ୍ପଲ। ବହିରେ ଥିବା ତୁମ ପାଇଁ କାମ 2.3 କାମ କରିବା। ସେ ଆମକୁ କହିଛି ଯେ ଗୋଟିଏ ପରୀକ୍ଷା ନଳୀରେ 5 ml ର ଲଘୁ ସଲଫ୍ୟୁରିକ୍ ଏସିଡ୍ ନେବା, ସେଥିରେ ଜିଙ୍କ ଦାନା ବୁଡେଇବା। ତ ଅମ୍ଳ ସହିତ ମତେ କଣ କରିବାର ଅଛି? ଧାତୁର ପ୍ରତିକ୍ରିୟା କରିବାର ଅଛି। ଏବଂ ଆମର ବହିରେ ଲେଖା ହେଇଛି ଅମ୍ଳ କ୍ଷାର ସହିତ ଧାତୁର କଣ ପ୍ରତିକ୍ରିୟା ଘଟୁଛି। ଯେତେବେଳେ ଅମ୍ଳ ଧାତୁ ସହିତ ପ୍ରତିକ୍ରିୟା କରିଛି ବା ଜିଙ୍କ ଦାନା ଆମର ଲଘୁ ସଲଫ୍ୟୁରିକ୍ ଏସିଡ୍ ସହିତ ପ୍ରତିକ୍ରିୟା କରିଛି, ସେ ତାର ପୃଷ୍ଠଭାଗରେ କିଛି ଗ୍ୟାସ ର ଫଟକା ସୃଷ୍ଟି କରିବ। ସେଇ ଗ୍ୟାସ ର ଫଟକା ବା ସେଇ ଗ୍ୟାସକୁ ନେଇକି ଯେତେବେଳେ ଆମେ ସାବୁନ ପାଣିରେ ପ୍ରବେଶ କରାଇବା, ତାହେଲେ କଣ ହବ ନା ସାବୁନ ଦ୍ରବଣରେ ମଧ୍ୟ ଫଟକା ସୃଷ୍ଟି ହେଇକି ଉପରକୁ ଉଠିବ। ତାହେଲେ ଯେତେବେଳେ ସାବୁନର ଫଟକା ସୃଷ୍ଟି ହବ, ତା ନିକଟକୁ ଆମେ ଯେତେବେଳେ ଗୋଟେ ଜଳନ୍ତା ମହମବତୀ ଆଣିବା, ସେ କଣ କରିବ ନା ପପ୍ ଶବ୍ଦ ସୃଷ୍ଟି କରେ। ଆମେ ଆଗରୁ ମଧ୍ୟ ପୂର୍ବ ଅଧ୍ୟାୟରେ ପଢିଥିଲେ, ଯେତେବେଳେ ପପ୍ ଶବ୍ଦ ସୃଷ୍ଟି ହୁଏ ତା ମାନେ ହାଇଡ୍ରୋଜେନ ଗ୍ୟାସ ସୃଷ୍ଟି ହେଇଛି। ତାମାନେ ଆମେ ପ୍ରମାଣିତ ଏଠାରୁ ପାଇଲେ ଯେ, ଆମେ କଣ ପ୍ରମାଣ କଲେ ଯେ ଯୋଉ ଗ୍ୟାସ ଟା ଆମର ବାହାରିଲା ସେଇଟା ହଉଛି ହାଇଡ୍ରୋଜେନ। ତାହେଲେ ଆମେ କଣ ଜାଣିଲେ? ଯେତେବେଳେ ଅମ୍ଳ ଧାତୁ ସହିତ ପ୍ରତିକ୍ରିୟା କରିବ, ତାହେଲେ କଣ ସୃଷ୍ଟି କରିବ? ଲବଣ ଏବଂ ହାଇଡ୍ରୋଜେନ ଗ୍ୟାସ ସୃଷ୍ଟି କରିଥାଏ। ତ ଧାତୁ ଅମ୍ଳ ସହିତ ପ୍ରତିକ୍ରିୟା କଲେ ସେଥିରୁ କଣ ମିଳିବ? ଲବଣ ଏବଂ ହାଇଡ୍ରୋଜେନ ଗ୍ୟାସ। ସେଭଳି ଆମେ ନେକ୍ସଟ କରିବା। ସୋଡିୟମ ହାଇଡ୍ରୋକ୍ସାଇଡ ଲବଣରେ ଆମେ ଜିଙ୍କ ଦାନାକୁ ମିଶେଇବା। ତ ସୋଡିୟମ ହାଇଡ୍ରୋକ୍ସାଇଡ ହଉଛି ଗୋଟେ କ୍ଷାର। ତ କ୍ଷାର ସହିତ ଯେତେବେଳେ ଜିଙ୍କ ବା ଧାତୁର ରାସାୟନିକ ପ୍ରତିକ୍ରିୟା ହବ, ଯେତେବେଳେ ଆମେ ତାକୁ ମିଶେଇକି ଗରମ କରିଦେବା, ସେଥିରୁ ହାଇଡ୍ରୋଜେନ ଗ୍ୟାସ ବାହାରିବ ଏବଂ ଲବଣ ବାହାରିବ। ତାହେଲେ ଏଇ ଯୋଉ ଲବଣଟା ବାହାରିବ ତାର ନାଁ ହଉଛି କଣ? ସୋଡିୟମ ଜିଙ୍କେଟ, ଯାହାର ସିମ୍ବଲ ହଉଛି Na2ZnO। ତ ଯେତେବେଳେ ଗୋଟିଏ କ୍ଷାର କୌଣସି ଧାତୁ ସହିତ ରାସାୟନିକ ପ୍ରତିକ୍ରିୟା କରେ, ସେଥିରୁ କଣ ସୃଷ୍ଟି ହୁଏ? ଆମର ହାଇଡ୍ରୋଜେନ ଗ୍ୟାସ ଏବଂ ଲବଣ ସୃଷ୍ଟି ହୋଇଥାଏ। ଏଇଟା ଆମେ ଲେଖିପାରିବା ମଧ୍ୟ। କ୍ଷାର କଣ ହେଲା? ଯେତେବେଳେ ଗୋଟିଏ କ୍ଷାରକ କଣ କରିବ? ଧାତୁ ସହିତ ରାସାୟନିକ ପ୍ରତିକ୍ରିୟା କରିବ, ସେଥିରୁ କଣ ବାହାରିବ? ଆମର ଲବଣ ବାହାରିବ। ତା ସହିତ ଆମର କଣ ବାହାରିବ? ହାଇଡ୍ରୋଜେନ ଗ୍ୟାସ ବାହାରିବ। ବୁଝିହେଲା? ଯେମିତିକି ଆମର ଅମ୍ଳ ଯେତେବେଳେ ରାସାୟନିକ ପ୍ରତିକ୍ରିୟା କରେ, ସେ କଣ ବାହାର କରେ? ଲବଣ ଏବଂ ହାଇଡ୍ରୋଜେନ ଗ୍ୟାସ ବାହାରେ। ସେଇଭଳି ଭାବରେ କ୍ଷାର ଯେତେବେଳେ ଧାତୁ ସହିତ ରାସାୟନିକ ପ୍ରତିକ୍ରିୟା କରିବ, ସେ ମଧ୍ୟ ଲବଣ ଏବଂ ହାଇଡ୍ରୋଜେନ ଗ୍ୟାସ ଦବ। ଆମେ ପ୍ରଥମେ ଯୋଉ ଟେଷ୍ଟ କରିଥିଲେ, ସେଥିରେ ଆମେ ଯେତେବେଳେ ନେଇଥିଲେ ହାଇଡ୍ରୋକ୍ଲୋରିକ ଏସିଡ ନବା କି ସଲଫ୍ୟୁରିକ ଏସିଡ ନବା, ଯାହା ବି ଆମେ ନେଇପାରିବା, ତ ସେଟା ଆମେ ଜିଙ୍କ ଯେତେବେଳେ ମିଶାଇଥିଲେ, ଆମେ ସେତେବେଳେ ଫୋଟକା ସଦୃଶ ପାଇଥିଲେ, ଯୋଉଟା ଥିଲା ଆମର ହାଇଡ୍ରୋଜେନ ଗ୍ୟାସ। ତା ଆଗକୁ ଯେତେବେଳେ ମୁଁ କ୍ୟାଣ୍ଡେଲକୁ ନେଇକି ଆସିଥିଲି ଜଳନ୍ତା ମହମବତୀକୁ, ତାହା ପପ୍ ଆବାଜ ଦେଇଥିଲା। ତାମାନେ ଏଇଟା ହଉଛି ମୋର ହାଇଡ୍ରୋଜେନ ଗ୍ୟାସ। ସେଇଭଳି ଭାବରେ ସୋଡିୟମ ହାଇଡ୍ରୋକ୍ସାଇଡ ସହିତ ଯେତେବେଳେ ମୁଁ ଜିଙ୍କର ରାସାୟନିକ ପ୍ରତିକ୍ରିୟା କରିଛି, ସେତେବେଳେ ମଧ୍ୟ ସୋଡିୟମ ଜିଙ୍କେଟ ଗୋଟେ ଲବଣ ସୃଷ୍ଟି ହୋଇଛି, ତା ସହିତ ମଧ୍ୟ ହାଇଡ୍ରୋଜେନ ଗ୍ୟାସ ସୃଷ୍ଟି ହୋଇଛି। ଏଥିରୁ ଆମେ କଣ ଜାଣିଲେ? ଅମ୍ଳ ହେଉ କିମ୍ବା କ୍ଷାରକ ହେଉ, ସେ ଯେତେବେଳେ କୌଣସି ଧାତୁ ସହିତ ରାସାୟନିକ ପ୍ରତିକ୍ରିୟା କରିବ, ସେ ଆମକୁ କଣ ଦବ? ଲବଣ ଦେବ, ତା ସହିତ ହାଇଡ୍ରୋଜେନ ଗ୍ୟାସ ମଧ୍ୟ। ଏବେ ଆମେ ଗୋଟେ ଇମ୍ପୋର୍ଟାଣ୍ଟ ପାଠ ପଢିବା, ଯୋଉଟା ଆମର 10th କ୍ଲାସରେ ଲଙ୍ଗ କୋଶ୍ଚିନ୍ ମଧ୍ୟ ଆମକୁ ପକାଏ। ଦେଖିବା ଧାତବ କାର୍ବୋନେଟ ଏବଂ ଧାତବ ହାଇଡ୍ରୋଜେନ କାର୍ବୋନେଟ ଅମ୍ଳ ସହିତ କେମିତି ରାସାୟନିକ ପ୍ରତିକ୍ରିୟା କରୁଛି। ତ ଆମର କଣ ଅଛି? ଧାତବ କାର୍ବୋନେଟ ବା ଧାତବ ହାଇଡ୍ରୋଜେନ କାର୍ବୋନେଟ କେମିତି ପ୍ରତିକ୍ରିୟା କରୁଛି। ଧାତବ କାର୍ବୋନେଟରେ ମୁଁ କଣ ନେଇପାରିବି? କ୍ୟାଲସିୟମ କାର୍ବୋନେଟ ବା ସୋଡିୟମ କାର୍ବୋନେଟ ନେଇଛି। ଧାତବ ହାଇଡ୍ରୋଜେନ କାର୍ବୋନେଟରେ NaSCO3 ବା ସୋଡିୟମ ହାଇଡ୍ରୋଜେନ କାର୍ବୋନେଟ ଦେଇଛି। ଯେତେବେଳେ ଇଏ କଣ କରେ? ସୋଡିୟମ ହାଇଡ୍ରୋଜେନ କାର୍ବୋନେଟ ହଉ ବା ସୋଡିୟମ କାର୍ବୋନେଟ ହଉ, ଯେତେବେଳେ ସେ ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା କରିବ, ସେଥିରୁ ଆମର କାର୍ବନ ଡାଇଅକ୍ସାଇଡ ସୃଷ୍ଟି ହବ। ତାମାନେ ଆମେ କଣ ଜାଣିଲେ? ଯେତେବେଳେ କୌଣସି ଧାତବ କାର୍ବୋନେଟ ବା ଧାତବ ହାଇଡ୍ରୋଜେନ କାର୍ବୋନେଟ ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା କରେ, ସେ କଣ ଦବ? ଲବଣ ଦବ, ଜଳ ଦବ, ତା ସହିତ କାର୍ବନ ଡାଇଅକ୍ସାଇଡ ବା ଅଙ୍ଗାରକାମ୍ଳ ଦବ। ଏଠି ଉଦାହରଣ ମୁଁ ନେଇଯାଇଛି, ରିଆକ୍ସନ ମଧ୍ୟ ଲେଖିଦେଇଛି। ସୋଡିୟମ କାର୍ବୋନେଟ ନେଇଛେ, HCl ସହିତ ସେ ରିଆକ୍ଟ କରିଛି। ସୋଡିୟମ କ୍ଲୋରାଇଡ, ଏହା ହେଉଛି ମୋର ଲବଣ, ୱାଟର ଏବଂ ଅଙ୍ଗାରକାମ୍ଳ ବାହାରିଛି। ସେମିତି କି ନେକ୍ସଟ ସୋଡିୟମ ହାଇଡ୍ରୋଜେନ କାର୍ବୋନେଟ ବା ବେକିଂ ସୋଡାକୁ ଯେତେବେଳେ ହାଇଡ୍ରୋକ୍ଲୋରିକ ଏସିଡ ସହିତ ମୁଁ ରିଆକ୍ସନ କରାଇଛି, ମୋର ବାହାରିଛି ସୋଡିୟମ କ୍ଲୋରାଇଡ ଏବଂ H2CO2। ଏଠି ଦୁଇଟି ଯାକ କ୍ଷେତ୍ରରେ ୱାଟର ବାହାରିଛି, ତା ସହିତ ଅଙ୍ଗାରକାମ୍ଳ ବାହାରିଛି ଏବଂ ଗୋଟିଏ ଲବଣ ବାହାରିଛି। ତାମାନେ ଆମେ କଣ ଜାଣିଲେ? ଯେତେବେଳେ କୌଣସି ଧାତବ କାର୍ବୋନେଟ ବା ଧାତବ ହାଇଡ୍ରୋଜେନ କାର୍ବୋନେଟ ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା କରେ, ସେଥିରୁ ଆମର କଣ ବାହାରେ? ଲବଣ ବାହାରେ, ଜଳ ବାହାରେ, ତା ସହିତ ଅଙ୍ଗାରକାମ୍ଳ ବାହାରେ। ଏଇ ଯୋଉ ଅଙ୍ଗାରକାମ୍ଳଟା ଆମର ବାହାରିଲା ନା, ତାକୁ ଯଦି ଆମେ ଚୂନ ପାଣିରେ ପ୍ରବେଶ କରାଇବା, ତାହେଲେ ଆମେ କ୍ୟାଲସିୟମ କାର୍ବୋନେଟ ପାଇବା। ଦେଖିବା ତାହେଲେ ରିଆକ୍ସନକୁ। CaOH2 ବା କ୍ୟାଲସିୟମ ହାଇଡ୍ରୋକ୍ସାଇଡ, ଯୋଉଟାକୁ ଆମେ ଚୂନ ପାଣି କହିଥିବା,
तो ତା ମଧ୍ୟକୁ ଯେତେବେଳେ CO2 ବା ଅଙ୍ଗାରକାମ୍ଳକୁ ଆମେ ପ୍ରବେଶ କରାଇବା ସେଥିରେ ଆମେ କ୍ୟାଲସିୟମ କାର୍ବୋନେଟ ପାଇବା। ପ୍ରଥମେ ଚୂନ ପାଣିର ରଙ୍ଗ ଧଳା ଥିବ, ତାପରେ କିଛି ସମୟ ପରେ ଯେତେବେଳେ ଆମେ ପ୍ରବେଶ କରାଇବା CO2 କୁ ତାହା ଦୁଧିଆ ବର୍ଣ୍ଣ ହେଇଯିବ। କାରଣ କଣ ନା ଦୁଧିଆ ବର୍ଣ୍ଣ ହେଇଯିବ ଏବଂ ଯେତେବେଳେ ଅଧିକ ମାତ୍ରାରେ କ୍ୟାଲସିୟମ ଡାଇଅକ୍ସାଇଡ କୁ ପ୍ରବେଶ କରାଇବା ଲାଷ୍ଟ ଆମେ କଣ ପାଇବା କ୍ୟାଲସିୟମ କାର୍ବୋନେଟ ର ଅବକ୍ଷେପ ପାଇବା, ଯୋଉଟା ଆମର ଜଳରେ ଅଦ୍ରବଣୀୟ, ଯାହାର ନାଁ ହଉଛି କ୍ୟାଲସିୟମ କାର୍ବୋନେଟ। ତ ଅଧିକ କ୍ୟାଲସିୟମ କାର୍ବୋନେଟ ରେ ଯେତେବେଳେ ଆମେ ଆହୁରି ଅଙ୍ଗାରକାମ୍ଳ ମିଶେଇବା ତ କଣ ହେଇଛି ଦେଖନ୍ତୁ ରିଆକ୍ସନ ରେ କ୍ୟାଲସିୟମ କାର୍ବୋନେଟ ରେ ଅଧିକ ପରିମାଣରେ ଆହୁରି ଆମେ ମିଶେଇଛେ। ଆମର ଏଠି ଦେଖନ୍ତୁ କ୍ୟାଲସିୟମ କାର୍ବୋନେଟ ସହିତ H2O ଥିଲା, ତ ଏଠି ମଧ୍ୟ କ୍ୟାଲସିୟମ କାର୍ବୋନେଟ ଏବଂ H2O ଅଛି, ତା ସହିତ ଆହୁରି ମୁଁ କାର୍ବନ ଡାଇଅକ୍ସାଇଡ ମିଶେଇଛି। ତାମାନେ ପ୍ରଥମେ ମୁଁ କମଟା କାର୍ବନ ଡାଇଅକ୍ସାଇଡ ମିଶେଇଥିଲି, ସେଥିପାଇଁ ମୋର ଚୂନ ପାଣିର ରଙ୍ଗ କଣ ଥିଲା ଦୁଧିଆ ବର୍ଣ୍ଣ ହେଇଥିଲା ଏବଂ କ୍ୟାଲସିୟମ କାର୍ବୋନେଟ ର ମୁଁ ଅବକ୍ଷେପ ପାଇଥିଲି। ବର୍ତ୍ତମାନ କ୍ୟାଲସିୟମ କାର୍ବୋନେଟ ର ଅବକ୍ଷେପ ସହିତ ଯାହା ଥିଲା ଆମର ମିଶ୍ରଣ ସେଥିରେ ମୁଁ ଆଉ କଣ କରିଛି CO2 କୁ ଆଡ କରିଛି, ଯୋଉଟା ମୁଁ କଣ ପାଇଛି CaHCO3 ଯୋଉଟା ଆମର ଏହା ଧଳା ବା ଦୋଧିଆ ରଙ୍ଗ ଭାଙ୍ଗିକି ଆଉ ଥରେ ରଙ୍ଗହୀନ ବା ସ୍ୱଚ୍ଛ ହେଇଯାଇଛି, ଯାହାର ନାଁ ହଉଛି କ୍ୟାଲସିୟମ ହାଇଡ୍ରୋଜେନ କାର୍ବୋନେଟ, ଯୋଉଟା ହଉଛି ଆମର ଜଳରେ ଦ୍ରବଣୀୟ। ପ୍ରଥମେ ଆମେ ଯେତେବେଳେ ନେଇଥିଲେ କ୍ୟାଲସିୟମ କାର୍ବୋନେଟ ଯାହା ଥିଲା ଆମର ଜଳରେ ଅଦ୍ରବଣୀୟ, ତା ସହିତ ଯେତେବେଳେ ଆମେ ଆହୁରି CO2 କୁ ମିଶେଇଲେ ଆମେ ଗୋଟିଏ ଜଳ ସହିତ ଦ୍ରବଣୀୟ ପଦାର୍ଥ ପାଇବା, ଯାହାର ନାଁ ହେଉଛି କ୍ୟାଲସିୟମ ହାଇଡ୍ରୋଜେନ କାର୍ବୋନେଟ। ଚୂନପଥର, ଖଡି ଏବଂ ମାର୍ବଲ ଏସବୁ ହଉଛି କ୍ୟାଲସିୟମ କାର୍ବୋନେଟ ର ଗୋଟିଏ ଗୋଟିଏ ଅପରୂପ ବା ଭିନ୍ନ ଭିନ୍ନ ରୂପ। ନେକ୍ସଟ ଦେଖିବା ଆମେ ତାହେଲେ ଅମ୍ଳ ଏବଂ କ୍ଷାରକ କେମିତି ପରସ୍ପର ସହିତ ପ୍ରତିକ୍ରିୟା କରନ୍ତି। ତ ଯେତେବେଳେ ଆମେ ପ୍ରଥମେ ଜାଣିବା ଆମର କିଛି ବିଶେଷ ବହିରେ ଯାହା ସବୁ ଦେଇଛି ତାହା ମନେ ରଖିବା ଦରକାର ନାହିଁ। ମୋର ନୋଟକୁ ଥରେ ଲେଖାଏଁ ପଢି ଦିଅନ୍ତୁ ଏବଂ ନୋଟ କରିଦିଅନ୍ତୁ, ସେତିକି ଭିତରେ ହିଁ ଏକ୍ଜାମରେ ଆପଣମାନଙ୍କ ପାଇଁ କ୍ୱେଶ୍ଚିନ୍ ଆସିବ। ଆପଣମାନେ ଦେଖିଛନ୍ତି କି କେବେ ପରୀକ୍ଷାରେ ତୁମ ପାଇଁ କାମ ପକେଇବାର? ଆପଣମାନଙ୍କୁ କେବଳ ଆମକୁ ପକାଇ କ୍ୱେଶ୍ଚିନ୍ କଣ କେଉଁ ସିଦ୍ଧାନ୍ତରେ ଆମେ ପହଞ୍ଚିଲେ ବା କଣ ପର୍ଯ୍ୟବେକ୍ଷଣ କଲେ, ତ ସେଇ ଜିନିଷଟାକୁ ନେଇକି ମୁଁ ସିଦ୍ଧାନ୍ତ ଏବଂ ପର୍ଯ୍ୟବେକ୍ଷଣ ଉପରେ କେବଳ ଲେଖିଦେଇଛି। ତ ଗୋଟେ ଅମ୍ଳ ଏବଂ କ୍ଷାରକ ମଧ୍ୟରେ ପରସ୍ପର ପ୍ରତିକ୍ରିୟା ବିଷୟରେ ପଢିବା। ଯେତେବେଳେ କୌଣସି ଅମ୍ଳ ଏକ କ୍ଷାରକ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା କରେ ସେଥିରେ ଲବଣ ଏବଂ ଜଳ ସୃଷ୍ଟି ହୁଏ। ଏହି ପ୍ରକ୍ରିୟାକୁ ପ୍ରଶମନୀକରଣ ପ୍ରତିକ୍ରିୟା କୁହନ୍ତି। ମନେ ରଖିବେ ପ୍ରଶମନୀକରଣ ପ୍ରତିକ୍ରିୟା କଣ? ଯେତେବେଳେ ଏକ ଅମ୍ଳ ଏକ କ୍ଷାରକ ସହିତ ରାସାୟନିକ ପ୍ରତିକ୍ରିୟା କରିବ ସେଥିରୁ ଆମର ଲବଣ ଏବଂ ଜଳ ସୃଷ୍ଟି ହୁଏ। ତ ଏଇ ଯୋଉ ଲବଣ ସୃଷ୍ଟି ହୁଏ ନ୍ୟୁଟ୍ରାଲାଇଜ ହେଇଯାଉଛି, ସେଥିପାଇଁ ଏହାର ନାଁ ହେଉଛି ପ୍ରଶମନୀକରଣ। ଏଠି ମୁଁ ଲେଖିଦେଇଛି କ୍ଷାରକ ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା କଲେ ସେଥିରୁ କଣ ମିଳୁଛି ଲବଣ ଏବଂ ଜଳ ମିଳୁଛି। କ୍ଷାରକ ସୋଡିୟମ କ୍ଲୋରାଇଡ ଏଇଟା ହଉଛି NaOH ସୋଡିୟମ ହାଇଡ୍ରୋକ୍ସାଇଡ। ସୋଡିୟମ ହାଇଡ୍ରୋକ୍ସାଇଡ ଯେତେବେଳେ ମୋର HCl ସହିତ ରିଆକ୍ଟ କରୁଛି କଣ ହଉଛି ସୋଡିୟମ କ୍ଲୋରାଇଡ ବାହାରୁଛି ଏବଂ H2O ବାହାରୁଛି। NaOH ହଉଛି ମୋର କଣ NaOH ହଉଛି ମୋର ଗୋଟେ କ୍ଷାର, ଯାହାର ନାଁ ହଉଛି ସୋଡିୟମ ହାଇଡ୍ରୋକ୍ସାଇଡ। ସୋଡିୟମ ହାଇଡ୍ରୋକ୍ସାଇଡ ଯେତେବେଳେ ମୋର କଣ ହେଇଛି HCl ସହିତ ରାସାୟନିକ ପ୍ରତିକ୍ରିୟା କରୁଛି ସେଥିରୁ ମୋର ସୋଡିୟମ କ୍ଲୋରାଇଡ ଏବଂ ଜଳ ବାହାରିଛି। ତ ସୋଡିୟମ କ୍ଲୋରାଇଡ ହଉଛି ଗୋଟେ ଲବଣ ଏବଂ ସୋଡିୟମ ହାଇଡ୍ରୋକ୍ସାଇଡ ହଉଛି ଗୋଟେ କ୍ଷାର, HCl ହଉଛି ମୋର ଗୋଟିଏ ଅମ୍ଳ। ତ ଗୋଟିଏ କ୍ଷାର ଯେତେବେଳେ ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା କରେ ସେଟାରୁ ଆମର କଣ ବାହାରିବ ଲବଣ ଏବଂ ଜଳ ବାହାରିବ। ଏଥିରେ ଅମ୍ଳ ଏବଂ କ୍ଷାରକ ପରସ୍ପର ପ୍ରଭାବକୁ ନଷ୍ଟ ବା ପ୍ରଶମିତ କରନ୍ତି। ସୋଡିୟମ ହାଇଡ୍ରୋକ୍ସାଇଡ ଦ୍ରବଣରେ ଫେନୋକ୍ସାଲିନ ମିଶାଇଲେ ଗୋଟେ ରଙ୍ଗର ପର୍ଯ୍ୟବେକ୍ଷଣ ତୁମ ପାଇଁ କାମର ଅଛି। ଯେତେବେଳେ ସୋଡିୟମ ହାଇଡ୍ରୋକ୍ସାଇଡ ଦ୍ରବଣରେ ଆମେ ଫେନୋକ୍ସାଲିନ କୁ ମିଶେଇଦବା, ଫେନୋକ୍ସାଲିନ କଣ ଆମେ ଗୋଟେ ସଂଶ୍ଲେଷିତ ସୂଚକ, ତ ତାର ରଙ୍ଗ କଣ ହେଇଯିବ ଗୋଲାପୀ ହେଇଯିବ। କାରଣ କଣ ଏହା ହଉଛି ଗୋଟିଏ କ୍ଷାର। ସେଥିରେ ଯେତେବେଳେ ଲଘୁ ହାଇଡ୍ରୋକ୍ଲୋରିକ ଏସିଡ ମିଶେଇଦବା ତାହା ପୁଣି ରଙ୍ଗହୀନ ହେଇଯାଏ। ପୁଣି ସେଥିରେ ଆଉ ଥରେ NaOH ମିଶେଇଲେ ଗୋଲାପୀ ରଙ୍ଗ ହେଇଯାଏ। ତାମାନେ ଆମେ କଣ ଜାଣିଲେ ଫେନୋକ୍ସାଲିନ ଯେତେବେଳେ ସୋଡିୟମ ହାଇଡ୍ରୋକ୍ସାଇଡ ବା କୌଣସି କ୍ଷାରକର ସଂସ୍ପର୍ଶରେ ଆସିବ ତାହା କେଉଁ ରଙ୍ଗରେ ପରିବର୍ତ୍ତିତ ହୁଏ ଗୋଲାପୀ ରଙ୍ଗରେ, ବୁଝିହେଲା। ଏବଂ ଯେତେବେଳେ ହାଇଡ୍ରୋକ୍ଲୋରିକ ଏସିଡ ବା କୌଣସି ଅମ୍ଳର ସଂସ୍ପର୍ଶରେ ଆସିଛି ସେ ରଙ୍ଗହୀନ ହୋଇଯାଇଛି, ଅର୍ଥାତ ତାର କିଛି ରଙ୍ଗ ରହିନାହିଁ। ପୁଣି ଯେତେବେଳେ ଆଉ ଥରେ ସୋଡିୟମ ହାଇଡ୍ରୋକ୍ସାଇଡ ମିଶେଇছে ତାହା ଗୋଲାପୀ ରଙ୍ଗକୁ ପୁଣି ଥରେ ଫେରି ଆସୁଛି। ଏହା ଥିଲା ଆମର ଅମ୍ଳ ଏବଂ କ୍ଷାରକ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା, ଯାହାର ନାଁ ହେଉଛି ପ୍ରଶମନୀକରଣ ବା ନ୍ୟୁଟ୍ରାଲାଇଜେସନ ପ୍ରକ୍ରିୟା। ଏବେ ଆମେ ଦେଖିବା ଧାତବ ଅକ୍ସାଇଡ କେମିତି ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା କରୁଛି। ତ ଧାତବ ଅକ୍ସାଇଡ ଗୁଡିକ ଯେତେବେଳେ ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା କରନ୍ତି ସେମାନେ ମଧ୍ୟ ଲବଣ ଏବଂ ଜଳ ସୃଷ୍ଟି କରନ୍ତି। ଏହି ପ୍ରତିକ୍ରିୟାଟି
ଅମ୍ଳ ଏବଂ କ୍ଷାରକରେ ଲବଣ ଏବଂ ଜଳ ସୃଷ୍ଟି ହଉଛି। ଏହି ପ୍ରତିକ୍ରିୟାରେ ବି ଲବଣ ଏବଂ ଜଳ ସୃଷ୍ଟି ହଉଛି। ସେଥିପାଇଁ ଏହାକୁ ମଧ୍ୟ ପ୍ରଶମନୀକରଣ ପ୍ରତିକ୍ରିୟା ବୋଲି କୁହାଯାଏ। ତ ଏଇଠି ମୁଁ ଲେଖିଦେଇଛି ଆପଣମାନଙ୍କ ପାଇଁ। ଧାତବ ଅକ୍ସାଇଡ ଯେତେବେଳେ ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା କରୁଛି ଲବଣ ଏବଂ ଜଳ ବାହାରେ। ଯେତେବେଳେ ମୁଁ କପର ଅକ୍ସାଇଡକୁ ଆମେ ଜାଣିଛେ କପର ଅକ୍ସାଇଡ ଅମ୍ଳରେ ଯେତେବେଳେ ଆମେ କପର ଅକ୍ସାଇଡ ମିଶେଇବା ସେ କଣ ହେଇଯିବ ଦ୍ରବୀଭୂତ ହେଇଯିବ। ତ ବିକରେ ଯୋଉ ବିକ ଦ୍ରବଣରେ ଯୋଉ ଦ୍ରବଣ ଥିବା ତାର ରଙ୍ଗଟା ବଦଳିକି ନୀଳ ସବୁଜ ବା ବ୍ଲୁ ଗ୍ରୀନ କଲର ହେଇଯାଇଥାଏ। ରଙ୍ଗ ବଦଳିବାର କାରଣ କଣ? ପ୍ରତିକ୍ରିୟା ଯୋଉ ହେଲା ଆମର କଣ କପର ଅକ୍ସାଇଡ ନେଇଛେ ଆମେ। ତ କପର ଅକ୍ସାଇଡ ଯୋଉ ଅମ୍ଳ ସହିତ ପ୍ରତିକ୍ରିୟା କରିଛି ସେଥିରୁ ଆମର କଣ ବାହାରିଛି କପର କ୍ଲୋରାଇଡ ବାହାରିଛି। ତ କପର କ୍ଲୋରାଇଡ ଯୋଉ ବାହାରିଛି ସେଥିପାଇଁ ଏହାର ରଙ୍ଗ ନୀଳ ସବୁଜ ହେଇଯାଇଛି। ପ୍ରଥମେ ତ କପରର ରଙ୍ଗ ଦେଖିବା ପାଇଁ ଅଲଗା ଥିଲା ନା କଳା ରଙ୍ଗ ଥିଲା, କିନ୍ତୁ କଳା ରଙ୍ଗ ଏଇଟା ପରିବର୍ତ୍ତନ ହେଇକି କଣ ହେଇଯାଇଛି ନୀଳ ସବୁଜ ରଙ୍ଗ ହେଇଯାଇଛି। ଆପଣ ମଧ୍ୟ ନିଜେ ମନକୁ ରିଆକ୍ସନକୁ ଲେଖିପାରିବେ। କଣ ନବା ଆମେ କପର ଅକ୍ସାଇଡ ନବା, କପର ଅକ୍ସାଇଡ ପ୍ଲସ HCl ବାହାରିବ ଆମର କପର କ୍ଲୋରାଇଡ ପ୍ଲସ ୱାଟର। ସେମିତିକି ଧାତବ ଅକ୍ସାଇଡ ଗୁଡିକ ଅମ୍ଳ ସହିତ ପ୍ରତିକ୍ରିୟା କରି ପ୍ରଶମିତ ହୁଅନ୍ତି, ଲବଣ ଏବଂ ଜଳ ସୃଷ୍ଟି କରନ୍ତି। ତ ଧାତବ ଅମ୍ଳ ସହିତ ପ୍ରତିକ୍ରିୟା ହୁଏ ନା, ଆମେ ଜାଣିଛେ ଅମ୍ଳ ସହିତ କ୍ଷାର ମିଶିଲେ ଆମର କଣ ହଉଛି ଲବଣ ଏବଂ ଜଳ ସୃଷ୍ଟି ହଉଛି। ସେମିତି ଅମ୍ଳ ସହିତ ଯେତେବେଳେ ଧାତବ ଅକ୍ସାଇଡ ମିଶୁଛି ତାହା ମଧ୍ୟ ଲବଣ ଏବଂ ଜଳ ସୃଷ୍ଟି କରୁଛି। ତାମାନେ ଏଥିରୁ ଆମେ କଣ ଜାଣିଲେ ଧାତବ ଅକ୍ସାଇଡ ଗୁଡିକର ପ୍ରକୃତି କଣ କ୍ଷାରୀୟ ହେଇଥିବ। ଏହା କ୍ଷାରୀୟ ବୋଲି ସେ କଣ ଅମ୍ଳ ସହିତ ପ୍ରତିକ୍ରିୟା କଲେ ଲବଣ ଏବଂ ଜଳ ସୃଷ୍ଟି କରୁଛନ୍ତି। ସେଥିପାଇଁ ଧାତବ ଅକ୍ସାଇଡ କୁ ଆମେ କଣ କହିବା କ୍ଷାରକୀୟ ଅକ୍ସାଇଡ ମଧ୍ୟ କହିବା ବା କ୍ଷାରୀୟ ଅକ୍ସାଇଡ କହିବା। ଯେମିତି କି ଆଉ କିଛି ଏକ୍ସାମ୍ପଲ ସୋଡିୟମ ଅକ୍ସାଇଡ, ମ୍ୟାଗ୍ନେସିୟମ ଅକ୍ସାଇଡ ଏସବୁ ହଉଛି ଗୋଟିଏ ଗୋଟିଏ କ୍ଷାରୀୟ ଅକ୍ସାଇଡ ର ଏକ୍ସାମ୍ପଲ। ଏବେ ଆମେ ଦେଖିବା ଧାତବ ଅକ୍ସାଇଡ ଦେଖିଲେ ଏବେ ଆମେ ଦେଖିବା ଅଧାତବ ଅକ୍ସାଇଡ। ଅଧାତବ ଅକ୍ସାଇଡ ଗୁଡିକ ସେମିତି କି କ୍ଷାର ସହିତ ପ୍ରତିକ୍ରିୟା କଲେ ଲବଣ ଏବଂ ଜଳ ସୃଷ୍ଟି କରନ୍ତି। ସେଥିପାଇଁ ଅଧାତବ ଅକ୍ସାଇଡ ଗୁଡିକର ପ୍ରକୃତି ଅମ୍ଳ ଅଟେ। କାରଣ କଣ ପାଇଁ ଅମ୍ଳ? ଦେଖନ୍ତୁ ଯେତେବେଳେ ଆମେ କଣ କରିଥିଲେ ଆମେ ଜାଣିଥିଲେ ଅମ୍ଳ ସହିତ କ୍ଷାରକୁ ଯେତେବେଳେ ପ୍ରତିକ୍ରିୟା ହଉଛି ମୋର କଣ ବାହାରୁଛି ଲବଣ ଏବଂ ଜଳ ବାହାରୁଛି। ଏଇଟା ଆମେ ଜାଣିଛୁ। ଅମ୍ଳ ଯେତେବେଳେ ପ୍ରତିକ୍ରିୟା କରୁଛି କ୍ଷାର ସହିତ ଲବଣ ଏବଂ ଜଳ ବାହାରୁଛି। ଏଠି ମୋର କଣ ହେଇଛି ନା ଅଧାତବ ଅକ୍ସାଇଡ କଣ କରିଛି ଏ ଅମ୍ଳ ଜାଗାରେ ମୁଁ ଅମ୍ଳ ନ ନେଇକି ଏଠି କଣ ନେଇଛି ଅଧାତବ ଅକ୍ସାଇଡ ନେଇଛି। କଣ ଅଧାତବ ଅକ୍ସାଇଡ। ତ ଅଧାତବ ଅକ୍ସାଇଡ କଣ କରୁଛି ଏଇ କ୍ଷାର ସହିତ ପ୍ରତିକ୍ରିୟା କରୁଛି ସେଇ ଲବଣ ଜଳ ବାହାରିଛି। ତାହେଲେ ଏଇ ଅଧାତବ ଅକ୍ସାଇଡ ର ପ୍ରକୃତି କଣ ହେଲା ଅମ୍ଳୀୟ ହେଲା। ତ ସେଥିପାଇଁ ଏହା କ୍ଷାରକ ସହିତ ପ୍ରତିକ୍ରିୟା କରିକି ଲବଣ ଏବଂ ଜଳ ଦେଇଛି। ସୋ ଆମେ କଣ ଜାଣିଲେ ଅଧାତବ ଅକ୍ସାଇଡ ଗୁଡିକର ପ୍ରକୃତି ଅମ୍ଳୀୟ ଅଟେ। ଆମକୁ ବହିରେ ଟେବୁଲ ମଧ୍ୟରେ କିଛି କୋଶ୍ଚିନ୍ ଦେଇଛି ତାହାର ସଲ୍ୟୁସନ ମୁଁ ଏଠାରେ କରିଦେଇଛି। ପ୍ରଥମ କୋଶ୍ଚିନ୍ ଥିଲା ପିତ୍ତଳ ଏବଂ ତମ୍ବା ପାତ୍ରରେ କାହିଁକି ଦହି ବା ଖଟା ଜିନିଷ ରଖିବା ନାହିଁ। କାରଣ କଣ ଦହି ଏବଂ ଖଟା ଜିନିଷରେ ଆମର ଏସିଡ ଅଛି ବା ଅମ୍ଳ ଅଛି। ଏହି ଅମ୍ଳ ଯେତେବେଳେ ପିତ୍ତଳ ବା ତମ୍ବା ଭଳି ଧାତୁ ସହିତ ରାସାୟନିକ ପ୍ରତିକ୍ରିୟା କରିବ ସେ କଣ କରିବ ବିଷାକ୍ତ ଧାତବ ଯୌଗିକ ସୃଷ୍ଟି କରିବ ଯୋଉଟା ଆମର ଖାଦ୍ୟକୁ ନଷ୍ଟ କରିବ। ତ ଯାହା କରିବ ତା ସହିତ ଆମର ଶରୀର ପାଇଁ ମଧ୍ୟ କ୍ଷତିକାରକ। ସେଥିପାଇଁ ଆମେ ତମ୍ବା ପାତ୍ରରେ ବା ପିତ୍ତଳ ପାତ୍ରରେ କେବେ ହେଲେ ବି ଖଟା ବା ଦହି ଜିନିଷ ରଖିବା ନାହିଁ। ତାପରେ ଅଛି ଅମ୍ଳ ଧାତୁ ସହିତ ପ୍ରତିକ୍ରିୟା କଲେ କେଉଁ ଗ୍ୟାସ ନିର୍ଗତ ହୁଏ। ଆମେ ମଧ୍ୟ ଜିଙ୍କ ସହିତ ହାଇଡ୍ରୋକ୍ଲୋରିକ ଏସିଡ ର ରିଆକ୍ସନ କରିଥିଲେ ତ ଆମର ହାଇଡ୍ରୋଜେନ ଗ୍ୟାସ ବାହାରିଥିଲା କମ୍ ଶବ୍ଦ ସୃଷ୍ଟି କରିଥିଲା। ତ ଆମେ ଜାଣିଲେ ଅମ୍ଳ ଯେତେବେଳେ ଧାତୁ ସହିତ ପ୍ରତିକ୍ରିୟା କରିବ ସେ ଆମକୁ ହାଇଡ୍ରୋଜେନ ଗ୍ୟାସ ଦବ। ଏବେ ଆମେ ଦେଖିବା ସମସ୍ତ ଅମ୍ଳ ଏବଂ ସମସ୍ତ କ୍ଷାର ମଧ୍ୟରେ କଣ ସମାନତା ରହିଛି। ଆମେ ଜାଣିଛେ ଅମ୍ଳ ଯେତେବେଳେ ଧାତୁ ସହିତ ପ୍ରତିକ୍ରିୟା କରୁଛି ସେ ହାଇଡ୍ରୋଜେନ ଗ୍ୟାସ ସୃଷ୍ଟି କରନ୍ତି। ତାମାନେ ଆମେ ଜାଣିଲେ ସମସ୍ତ ଅମ୍ଳରେ କଣ ଅଛି ହାଇଡ୍ରୋଜେନ ଗ୍ୟାସ ଅଛି। ଏବେ ଆମକୁ ବହିରେ ଗୋଟିଏ ବିଦ୍ୟୁତ ପରିବାହିତ ପରୀକ୍ଷା କରିବା ପାଇଁ ଗୋଟିଏ ଦେଇଥିଲା ବିଦ୍ୟୁତ ପରିବାହ ହେଉଛି ନା ନାହିଁ ବା ବିଦ୍ୟୁତ ପ୍ରବାହିତ ହେଉଛି ନା ନାହିଁ ଗୋଟେ ପରୀକ୍ଷା ତୁମ ପାଇଁ କାମ ଦେଇଛି ତାହା ମଧ୍ୟ ଆପଣ ମାନେ କରିପାରିବେ। ସେ କଣ କରିଥିଲା ନା ଗୋଟେ ବିକର ଉପରେ ଦିଟା କଣ୍ଟା ଲଗେଇଥିଲା ତା ସହିତ 6 ଭୋଲ୍ଟ ର ବ୍ୟାଟେରୀ ସହିତ କନେକ୍ଟ କରିଥିଲା ବଲ୍ବ ଏବଂ ସୁଇଚ ଲଗେଇଥିଲା। ତା ମଧ୍ୟରେ ଅମ୍ଳ ପ୍ରଥମେ ଦେଇଥିଲା ହାଇଡ୍ରୋକ୍ଲୋରିକ ଏସିଡ ଏବଂ ସଲଫ୍ୟୁରିକ ଏସିଡ ଯେତେବେଳେ ନିଆଯାଇଥିଲା ହାଇଡ୍ରୋକ୍ଲୋରିକ ଏସିଡ ବା ସଲଫ୍ୟୁରିକ ଏସିଡ ନବା ଯୋଗୁଁ ବିଦ୍ୟୁତ ପ୍ରବାହ କଲେ ବଲ୍ବଟା ଜଳୁଥିଲା। ତାମାନେ ଆମ କଣ ଜାଣିଲେ ଅମ୍ଳ ଯେତେବେଳେ ଅମ୍ଳୀୟ ଦ୍ରବଣରେ ବିଦ୍ୟୁତ ପ୍ରବାହିତ ହୁଏ ବା ଅମ୍ଳ ଦ୍ରବଣରେ ଆମର ବିଦ୍ୟୁତ ପ୍ରବାହିତ ହୋଇଥାଏ। ସେମିତି କି
ଆମେ କଣ ପାଇଁ ଅମ୍ଳରେ ବିଦ୍ୟୁତ ପ୍ରବାହିତ ହେଲା? ତ ଅମ୍ଳ ଗୁଡିକ ଜଳୀୟ ଦ୍ରବଣରେ ଆୟନୀକୃତ ହୋଇ ଯେତେବେଳେ ଜଳୀୟ ଦ୍ରବଣରେ ସେ ରହିବେ ସେମାନେ ଆୟନ ଫର୍ମେସନ କରିବେ। କଣ କରନ୍ତି? ହାଇଡ୍ରୋଜେନ ଆୟନ ବା କାଟାୟନ ସୃଷ୍ଟି କରନ୍ତି। କାରଣ ଦ୍ରବଣ ମଧ୍ୟରେ ଆମେ କେମିତି ଜାଣିଲେ ସେ ହାଇଡ୍ରୋଜେନ ଆୟନ ସୃଷ୍ଟି କରୁଛି ବୋଲି? କାରଣ ହାଇଡ୍ରୋଜେନ ଆୟନର ଚଳପ୍ରଚଳ ଦ୍ୱାରା ହିଁ ଆମର ବିଦ୍ୟୁତ ସ୍ରୋତ ପ୍ରବାହିତ ହେଲା ଏବଂ ସେଥିପାଇଁ ବଲଟା ଜଳି ଉଠିଲା। ତ ଏଥିରେ ଆମେ କଣ ଜାଣିଲେ? ଅମ୍ଳ କଣ କରିବ? ଜଳୀୟ ଦ୍ରବଣରେ ହାଇଡ୍ରୋଜେନ ଆୟନକୁ ପ୍ରଦାନ କରିଥାଏ। ଯେତେବେଳେ ଆମେ ଗ୍ଲୁକୋଜ କିମ୍ବା ଆଲକୋହଲ ନବା ସେଇ କ୍ଷେତ୍ରରେ ଆମର କଣ ବିଦ୍ୟୁତ ପ୍ରବାହିତ ହୁଏ ନାହିଁ ବା ବଲଟି ଜଳେ ନାହିଁ। କିନ୍ତୁ ଯେତେବେଳେ ଆମେ ଅମ୍ଳ ନବା ସେ କଣ କରିବ? ଅମ୍ଳ କଣ କରିବ? ଯେତେବେଳେ ଜଳୀୟ ଦ୍ରବଣରେ ହାଇଡ୍ରୋଜେନ ଆୟନ ବା କାଟାୟନ ସୃଷ୍ଟି କରିବ ଯାହା ଆମର ଚଳପ୍ରଚଳ ହେବା ଦ୍ୱାରା ବିଦ୍ୟୁତ ବଲଟା ଜଳି ଉଠେ। ଏଥିରେ ଆମେ ଜାଣିଲେ ଅମ୍ଳ ଯେତେବେଳେ ଜଳୀୟ ଦ୍ରବଣରେ ପ୍ରବାହିତ କରିବା ଜଳୀୟ ଦ୍ରବଣର ମଧ୍ୟରେ ଆମେ ବିଦ୍ୟୁତ ପ୍ରବାହିତ କରିବା ତାହେଲେ ଆମର ବଲଟା ଜଳି ଉଠେ। ତ ଜଳରେ ଅମ୍ଳର ଆୟନୀକରଣ ବା ହାଇଡ୍ରୋନିୟମ ଆୟନର ଗଠନ ଦେଖିବା। ଜଳ ଅମ୍ଳରେ ଦ୍ରବୀଭୂତ ହେଲେ ସେଥିରୁ ହାଇଡ୍ରୋଜେନ ଆୟନ ଉତ୍ପନ୍ନ କରେ। ଯୋଉ ହାଇଡ୍ରୋଜେନ ଆୟନଟା ଜଳରେ ସ୍ୱତନ୍ତ୍ର ଭାବରେ ରହିପାରେ ନାହିଁ ସେ କଣ କରିବ ନା ଯୋଉ ହାଇଡ୍ରୋଜେନ ଆୟନଟା ଆମର ବାହାରିଥିଲା ଆମେ କରିଥିଲେ କଣ ଅମ୍ଳର ଆୟନୀକରଣ ଦେଇଛେ ହେଡିଂ। ତ ଜଳରେ ଆମେ ଅମ୍ଳ ମିଶେଇବା ଦ୍ୱାରା ସେଟା କଣ ହବ? କେମିତି ସେ ଆୟନ ଫର୍ମେସନ ହବ? ଦେଖନ୍ତୁ ଜଳରେ ଆମର କଣ ଅଛି? H2O ଅଣୁ ଅଛି। ତ H2O ଅଣୁ ଇଏ କଣ ଦେଲା? H ପ୍ଲସ ଦେଲା। ତ ଏଇ H ପ୍ଲସ ଏବଂ H2O ମିଶିକି ଆମର କଣ ହେଇଯିବ? ହାଇଡ୍ରୋନିୟମ ଆୟନ ହେଇଯିବ ବା H3O ପ୍ଲସ ହେଇଯିବ। ଏଟା ଦେଖନ୍ତୁ ମୁଁ ହାଇଡ୍ରୋକ୍ଲୋରିକ ଏସିଡକୁ ଯେତେବେଳେ ୱାଟର ସହିତ ମିଶେଇଛି ସେ H3O ପ୍ଲସ ଦେଇଛି ଏବଂ Cl ମାଇନସ ଆୟନ ଦେଇଛି। ତ H ପ୍ଲସ ଏବଂ H2O ମିଶିକି H3O ପ୍ଲସ ଆୟନ ଦଉଛନ୍ତି। ତା ମାନେ ଆମେ କଣ ଜାଣିଲେ? ଅମ୍ଳର ଯୋଉ ଅମ୍ଳୀୟ ଗୁଣ ଅଛି ତାହା H3O ପ୍ଲସ ବା ହାଇଡ୍ରୋନିୟମ ଆୟନ ପାଇଁ ହିଁ ହେଇଥାଏ। ତାମାନେ ଆମେ ଏତିକି ମନେ ରଖିବାକୁ ପଡିବ ଗୋଟିଏ ଅମ୍ଳ ଜଳରେ ବା ଜଳୀୟ ଦ୍ରବଣରେ ଅମ୍ଳ ସବୁବେଳେ H ପ୍ଲସ ଆୟନ ପ୍ରଦାନ କରିଥାଏ କିନ୍ତୁ ଏଇ H ପ୍ଲସ ଆୟନ ସ୍ୱତନ୍ତ୍ର ଭାବରେ ରହିପାରେ ନାହିଁ। ସେ ଜଳ ଅଣୁରେ ଥିବା H2O ସହିତ ରାସାୟନିକ ପ୍ରତିକ୍ରିୟା କରି H3O ପ୍ଲସ ବା ହାଇଡ୍ରୋନିୟମ ଆୟନ ଦେଇଥାଏ। ଏହା ଆମର କଣ? ଗୋଟିଏ ଅମ୍ଳରେ ଥିବା ଅମ୍ଳୀୟ ଗୁଣ ପାଇଁ ଏଇ H3O ପ୍ଲସ ଆୟନଟା ଦାୟୀ ହୋଇଥାଏ। ଏବେ ଆମେ ଦେଖିବା ଜଳରେ କ୍ଷାରକର ପ୍ରତିକ୍ରିୟା। ଆମେ ଅମ୍ଳର ପ୍ରତିକ୍ରିୟା ଦେଖିଥିଲେ। ତ କ୍ଷାରକ ଯେତେବେଳେ ଜଳରେ ଦ୍ରବୀଭୂତ ହବ ସେ କଣ କରିବ? ହାଇଡ୍ରୋକ୍ସାଇଡ ଆୟନ ବା OH ମାଇନସ ଆୟନ। ଅମ୍ଳ ଦେଇଥିଲା H ପ୍ଲସ ଆୟନ, କ୍ଷାର ଦେଲା ଆମକୁ OH ମାଇନସ ଆୟନ। ତ ଏଇ OH ମାଇନସ ଆୟନ ପ୍ରଦାନ କରିଥାଏ। ଦେଖନ୍ତୁ ଏଠି ସୋଡିୟମ ହାଇଡ୍ରୋକ୍ସାଇଡ କଣ ହେଲା? Na ପ୍ଲସ OH ମାଇନସ ଏମିତି କି KOH ମଧ୍ୟ K ପ୍ଲସ OH ମାଇନସ। ଆଉ ଗୋଟେ ଜିନିଷ ମନେ ରଖିବା କ୍ଷାର ବା ଆଲକାଲି କଣ? ଯେଉଁ କ୍ଷାରକ ଜଳରେ ଦ୍ରବଣୀୟ ତାହାକୁ ଆମେ କ୍ଷାର ବା ଆଲକାଲି କହିବା ବା ଜଳରେ ଯିଏ ପୂର୍ଣ୍ଣ ଭାବରେ ମିଶିଯାଏ ସେଗୁଡାକ ହଉଛି କ୍ଷାର ବା ଆଲକାଲି। ଏବେ ଆମେ ଦେଖିବା ପ୍ରଶମନୀକରଣ ପ୍ରତିକ୍ରିୟା କଣ? ତ ଅମ୍ଳ ଆମକୁ କଣ H3O ପ୍ଲସ ବା ହାଇଡ୍ରୋନିୟମ ଆୟନ ଦିଏ। କ୍ଷାର ଆମକୁ OH ମାଇନସ ଆୟନ ଦିଏ। ତ ଅମ୍ଳକୁ କ୍ଷାର ମଧ୍ୟରେ ମୁଁ ଯେତେବେଳେ ରାସାୟନିକ ପ୍ରତିକ୍ରିୟା କରେଇବି ସେଥିରୁ ମୁଁ କଣ ପାଇବି? ଲବଣ ଏବଂ ଜଳ ପାଇବି। ଏହା ଆମର କଣ? ପ୍ରଶମନୀକରଣ ପ୍ରତିକ୍ରିୟା। ତ ଅମ୍ଳ ଏବଂ କ୍ଷାର ପରସ୍ପର ସହିତ ପ୍ରତିକ୍ରିୟା କରି ଲବଣ ଏବଂ ଜଳ ସୃଷ୍ଟି କରିବାରୁ ଏହାକୁ ଆମେ ପ୍ରଶମନୀକରଣ ପ୍ରତିକ୍ରିୟା କହିବା। ଏହାର ଗୋଟେ ସାଧାରଣ ସମୀକରଣ ବନିଯାଇଛି H ମାନେ ହାଇଡ୍ରୋଜେନ ପ୍ରେଜେଣ୍ଟ ଅଛି ତା ମାନେ ଏହା ଗୋଟିଏ ଅମ୍ଳ। MOH ଏଠାରେ OH ପ୍ରେଜେଣ୍ଟ ଅଛି ତାହା ହେଉଛି ଗୋଟିଏ କ୍ଷାର। ତା ମାନେ ଅମ୍ଳ ସହିତ କ୍ଷାରର ପ୍ରତିକ୍ରିୟା ହେଇଛି। ଏଇ ଯୋଉଟା MX ବାହାରିଲା ସେ ହଉଛି ଲବଣ। H2 ହଉଛି ମୋର ଜଳ। ତାମାନେ ଆମେ ଏତିକି ଜିନିଷ ମନେ ରଖିବା ଯେ ଗୋଟିଏ ଅମ୍ଳ ଯେତେବେଳେ ଜଳରେ ଦ୍ରବୀଭୂତ ହୁଏ ସେ କଣ କରେ? H ପ୍ଲସ ଆୟନ ପ୍ରଦାନ କରେ। କ୍ଷାର ସେମିତି ଜଳରେ କଣ କରିବ? OH ମାଇନସ ଆୟନ ପ୍ରଦାନ କରିବ। ଏଇ H ପ୍ଲସ ଆୟନ ଏବଂ OH ମାଇନସ ଆୟନ H ପ୍ଲସ ଆୟନ ସ୍ୱତନ୍ତ୍ର ଭାବରେ ରହିପାରିବ ନାହିଁ। ସେ କଣ କରିବ? H2O ସହିତ ରାସାୟନିକ ପ୍ରତିକ୍ରିୟା କରି ହାଇଡ୍ରୋନିୟମ ଆୟନ ବା H3O ପ୍ଲସ ଦବ। ତା ପୁଣି H3O ପ୍ଲସ କଣ କରିବ? H3O ପ୍ଲସ ହଉ ବା H ପ୍ଲସ ହଉ ସେ OH ମାଇନସ ସହିତ ରିଏକ୍ଟ କରିବ ଆମର H2O ଦେଇଥିବ। ତାମାନେ ଆମେ କଣ ଜାଣିଲେ? ଅମ୍ଳ ଏବଂ କ୍ଷାର ଯେତେବେଳେ ପରସ୍ପର ସହିତ ପ୍ରତିକ୍ରିୟା କରିବେ ଲବଣ ଏବଂ ଜଳ ସୃଷ୍ଟି ହୁଏ ତାହାକୁ ଆମେ କଣ କହିବା? ପ୍ରଶମନୀକରଣ ପ୍ରତିକ୍ରିୟା ବୋଲି କହିବା।
ତ ଆଉ ଗୋଟେ ଜିନିଷ ଆମକୁ ବହିରେ ଦେଇଥିଲା ଅମ୍ଳ ଏବଂ କ୍ଷାରକ ଜଳରେ ଦ୍ରବୀଭୂତ ହେବା ଅତି ମାତ୍ରାରେ ତାପ ଉତ୍ପାଦୀ ସେଥିପାଇଁ ଏହାକୁ ଏକ୍ସୋଥର୍ମିକ ବା ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା କହିବା। ଆମେ ପ୍ରଥମ ବିଷୟରେ ପଢିଥିଲେ ତାପ ଉତ୍ପାଦୀ ତାପ ଶୋଷୀ। ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଉତ୍ପାଦ ଉତ୍ପନ୍ନ ହେବା ସଙ୍ଗେ ସଙ୍ଗେ ତାପ ନିର୍ଗତ ହୋଇଥିଲା ତାହା ହେଉଛି ଆମର ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା। ଯେତେବେଳେ ଅମ୍ଳ କିମ୍ବା କ୍ଷାରକୁ ଆମେ ଜଳରେ ଦ୍ରବୀଭୂତ କରାଇବା ସେ କଣ ଦେବ ଉତ୍ପାଦ ଦେବା ସହିତ ତାପ ମଧ୍ୟ ଦେଇଥାଏ। ସେଥିପାଇଁ ଏଇଟା ହଉଛି ଏକ୍ସୋଥର୍ମିକ ରିଆକ୍ସନ। ଯେତେବେଳେ ଆମେ କୌଣସି ଗୋଟେ ଆମକୁ ବହିରେ ମଧ୍ୟ କିଛି ସାବଧାନତା ଦେଇଛି ତ ଯେତେବେଳେ ଆମେ କୌଣସି ଅମ୍ଳକୁ ମିଶେଇବା ତ ଜଳକୁ ଧୀରେ ଧୀରେ ଘାଣ୍ଟିବା ବା ହଲାଉଥିବା ଅବସ୍ଥାରେ ଧୀରେ ଧୀରେ ଆମେ ଅମ୍ଳକୁ ମିଶାଇବା ଉଚିତ। କେବେ ବି ଆମେ କଣ କରିବା ଗାଢ଼ ଅମ୍ଳ ଜଳରେ ମିଶେଇବାନି କାରଣ କଣ ଅମ୍ଳକୁ ଯେତେବେଳେ ଆମେ ଜଳରେ ମିଶେଇବା ସେ କଣ କରିବ ପ୍ରଚୁର ତାପ ଶକ୍ତି ଉତ୍ପନ୍ନ ହବ। ପ୍ରଚୁର ତାପ ଶକ୍ତି ଉତ୍ପନ୍ନ ହେଲା ମାନେ ଏଇଟା ଫୁଟିବ ଯୋଉଟା କି ଆମର ବାହାରକୁ ମଧ୍ୟ ଛିଟକି ପଡିପାରିବ ତା ସହିତ କାଚପାତ ମଧ୍ୟ ଭାଙ୍ଗି ଯିବାର ଆଶଙ୍କା ମଧ୍ୟ ରହିଥାଏ। ସେଥିପାଇଁ ଆମେ ସାବଧାନତା ଅବଲମ୍ବନ କରିବା ଉଚିତ। ଏବେ ଆଉ ଗୋଟେ ଜିନିଷ ରହିଲା ଆମର ଯାହା ହଉଛି ଅମ୍ଳ ଏବଂ କ୍ଷାରକର ଲଘୁକରଣ। ତାହେଲେ ଅମ୍ଳ ଏବଂ କ୍ଷାରକର ଲଘୁକରଣ କାହାକୁ କହିବା? ଜଳରେ ଅମ୍ଳ ବା କ୍ଷାରକ ମିଶାଇବା ଦ୍ୱାରା ଏହାର ଏକକ ଆୟତନ ପ୍ରତି H3O+ ବା OH- ଆୟନର ଗାଢତା ହ୍ରାସ ପାଇଥାଏ। ଏହି ପ୍ରକ୍ରିୟାକୁ ଆମେ ଲଘୁକରଣ କରିବା। ତାହେଲେ ଗୋଟେ ଏସିଡ ହଉ ବା ବେସ୍ ହଉ ତାକୁ ଆମେ କେମିତି ଲଘୁକରଣ କରିବା? ତାକୁ ଯେତେବେଳେ ଆମେ ଜଳ ସହିତ ମିଶେଇବା ତ ଅମ୍ଳକୁ ଜଳ ସହିତ ମିଶେଇଲେ H3O+ ଆୟନର ଗାଢତା ହ୍ରାସ ପାଇବ ଏବଂ ଯେତେବେଳେ OH- ଆୟନର ଗାଢତା ହ୍ରାସ ପାଇବ ଯେତେବେଳେ ଆମେ କ୍ଷାରକୁ ମିଶେଇବା ଜଳ ସହିତ ତ ଏହାକୁ ମିଶେଇବା ଦ୍ୱାରା ତାହା ଲଘୁକରଣ ହୋଇଥାଏ। ଏହାକୁ ଆମେ ଲଘୁକରଣ ପ୍ରକ୍ରିୟା ମଧ୍ୟ କହିପାରିବା। ଏବେ ଆମେ ଦେଖିବା ଗୋଟେ ଇମ୍ପୋର୍ଟାଣ୍ଟ କଥା ଥିଓରି ପାର୍ଟକୁ ଆମେ ଆସିଲେ ଦେଖିବା ଯେ ଅମ୍ଳ ଏବଂ କ୍ଷାରକ କେତେ ସତ୍ୟତା ମାନେ pH ସ୍କେଲ ଟେଷ୍ଟ କଥା ଦେଖିବା ସାର୍ବଜନୀନ ସୂଚକ କଥା ମଧ୍ୟ ଦେଖିବା। ପ୍ରଥମ ଆମର ବହିରେ ଦେଇଛି ସାର୍ବଜନୀନ ସୂଚକ କଣ? ସାର୍ବଜନୀନ ସୂଚକ ହଉଛି ଏହା କେତେ ଗୁଡିଏ ସୂଚକର ମିଶ୍ରଣ ଅଟେ। ଏହା କଣ କରିବ ଦ୍ରବଣୀ ଯୋଉ ହାଇଡ୍ରୋଜେନ ଗ୍ୟାସ ଅଛି ସେ ହାଇଡ୍ରୋଜେନ ଅନୁସାରେ ଭିନ୍ନ ଭିନ୍ନ ରଙ୍ଗ ଆମକୁ ଦେଖେଇବ। ପ୍ରଥମେ ଆମେ ଦେଖିବା pH ସ୍କେଲ। pH ସ୍କେଲ କଣ? ଗୋଟେ ଦ୍ରବଣରେ କେତିକି ହାଇଡ୍ରୋଜେନ ଆୟନ ଅଛି ତାହା ମାପିବା ପାଇଁ ବା ହାଇଡ୍ରୋଜେନ ଆୟନର ଗାଢତା ମାପିବା ପାଇଁ ଆମର ଯୋଉ ସ୍କେଲ ବ୍ୟବହାର ହୁଏ ତାହାକୁ ଆମେ pH ସ୍କେଲ କହିବା। P ର ଅର୍ଥ ହଉଛି ପ୍ରୋଟେଞ୍ଜ। ମନେ ରଖିବେ ପ୍ରୋଟେଞ୍ଜ ଟା ଆମର ଗୋଟେ ଜର୍ମାନ ଶବ୍ଦରୁ ଆସିଛି ଯାହାର ଅର୍ଥ ହେଉଛି କଣ କ୍ଷମତା ବା ପାୱାର। ତାହେଲେ pH ସ୍କେଲ ର ଆବଶ୍ୟକତା କଣ? କୌଣସି ଦ୍ରବଣରେ ହାଇଡ୍ରୋଜେନ ଆୟନର ଗାଢତା ମାପିବା ପାଇଁ ଆମେ pH ସ୍କେଲ କୁ ବ୍ୟବହାର କରୁଛି। pH ସ୍କେଲ ରେ P ର ଅର୍ଥ ହଉଛି ପ୍ରୋଟେଞ୍ଜ ବା ଯାହା ଗୋଟିଏ ଜର୍ମାନ ଶବ୍ଦରୁ ଆସିଅଛି ଏହାର ଅର୍ଥ ହଉଛି କ୍ଷମତା। pH ସ୍କେଲରେ ଆମର ସୀମା ସାଧାରଣତଃ 0 ରୁ 14 ମଧ୍ୟରେ ଥାଏ। 0 ହଉଛି ଅତ୍ୟଧିକ ଅମ୍ଳୀୟ ତାହେଲେ 14 ନିହାତି ଅତ୍ୟଧିକ କ୍ଷାରୀୟ ହୋଇଥିବ। ତ 7 0 ଏମିତି ତାର ସ୍କେଲ 0 ହଉଛି ଆମର ଲାଷ୍ଟରେ ଏପଟେ ରହିଲା 14 ମଝିରେ ଯୋଉଟା ରହିବ ସେ ହଉଛି 7 ତା ମାନେ ଏଇ 7 ହଉଛି ମୋର କଣ ପ୍ରଶମିତ ଦ୍ରବଣ। ଦେଖନ୍ତୁ ଏଠି ମୁଁ ଲେଖିଦେଇଛି ପ୍ରଶମିତ ଦ୍ରବଣ ବା ନ୍ୟୁଟ୍ରାଲ ସଲ୍ୟୁସନ ଯାହାର pH ମୂଲ୍ୟ ହଉଛି 7। ଅମ୍ଳୀୟ ଦ୍ରବଣ କାହାକୁ କହିବା 7 ରୁ କମ ହେଲେ ଦ୍ରବଣ ଅମ୍ଳୀୟ 7 ରୁ ଅଧିକ ହେଲେ ଏହା କଣ 7 ରୁ 14 ପର୍ଯ୍ୟନ୍ତ ବା 7 ରୁ ଅଧିକ ହେଲେ ତାହା ହେଉଛି କ୍ଷାରୀୟ। ତାମାନେ ଆମେ କଣ ଜାଣିଲେ ହାଇଡ୍ରୋନିୟମ ଆୟନର ଗାଢତା ଅଧିକ ଥିବ pH ମୂଲ୍ୟଟା କମିଯିବ। ତାମାନେ ହାଇଡ୍ରୋନିୟମ ଏଇ ଆଡକୁ ଯେତେବେଳେ ଆମେ ହାଇଡ୍ରୋନିୟମ ଆୟନର ଗାଢତା ଆମେ ଜାଣିଛେ ଅମ୍ଳର କଣ ଅଛି H3O+ ଅଛି ତ H3O+ ଆୟନ ଯଦି ବୃଦ୍ଧି ହେଇଗଲା ବୁଝିଲା ଏମିତି ବଢି ଗଲା ତାହେଲେ ଆମେ କୋଉଠି ପହଞ୍ଚିବା ଅମ୍ଳରେ ପହଞ୍ଚିବା। ଜାଣି ହେଲା ତାହେଲେ ହାଇଡ୍ରୋନିୟମ ଆୟନ ଯୋଉଟା ଅଧିକ ତାହା ହେଉଛି ଅମ୍ଳ ଏବଂ କ୍ଷାରରେ କଣ ହାଇଡ୍ରୋନିୟମ ଆୟନ ନଥାଏ ବା ବହୁତ କମ ପରିମାଣରେ ଥାଏ। ଏଠି ଦେଖନ୍ତୁ ମୁଁ ଆପଣମାନଙ୍କ ପାଇଁ ଆଣିଛି ଗୋଟିଏ ସ୍କେଲ ଯୋଉଟା ହଉଛି ମୋର କଣ pH ସ୍କେଲ। ଦେଖନ୍ତୁ ଲେମନ ଜୁସ୍ ହଉଛି 2.2 ଯୋଉଟା ହଉଛି ଆମର ଏସିଡିକ ସେମିତି କି ଗ୍ୟାଷ୍ଟ୍ରିକ ଜୁସ୍ ର -1 ଏଠି ଗ୍ୟାଷ୍ଟ୍ରିକ ଜୁସ୍ ନିୟରଲି 1.2 ଯୋଉଟା ହଉଛି ଯାହାର ଏସିଡ ବୋଲି ସୂଚାଉଛି ପିଓର ୱାଟର ଯେତେବେଳେ ଆମେ ବ୍ଲଡ ନବା ତାହା ହଉଛି 7.4 ମାନେ ଟିକେ କ୍ଷାରିଆ ପ୍ରଶମିତ ହଉଛି ଆମର 7 ରେ 7.4 ମାନେ ଟିକେ କ୍ଷାରିଆ ମିଲ୍କ ଅଫ ମ୍ୟାଗ୍ନେସିଆ ନେଲେ ତାହା ହେଉଛି 10। ବୁଝିଗଲା ତାହେଲେ ଏହା ହଉଛି ଆମର କଣ pH ସ୍କେଲ ର ଚାର୍ଟ ଟା। ତ ଏଠି ମୋର କଣ ବ୍ଲୁ କଲର ଯୋଉଟା ହେଉଛି ଏଇଟା ବେସିକ ନେଚର କୁ ସୂଚାଉଛି ଏପଟା ମୋର ଏସିଡିକ ନେଚର କୁ ସୂଚାଉଛି।
ଏବେ ଆମେ ଦେଖିବା ଆମେ ଯୋଉ ଡେ ଟୁ ଡେ ଲାଇଫ ରେ ଆମର ପିଏଚ୍ ର କଣ ଗୁରୁତ୍ୱ ରହୁଛି। ଆମେ କିଛି ସର୍ଟ କ୍ୱେଶ୍ଚନ ପାଇଁ ଏ ଗୁରୁତ୍ୱ ମନେ ରଖିବା। ଆମ ଶରୀରର ପିଏଚ୍ ସାଧାରଣତଃ 7.0 ରୁ 7.8 ପରିସରରେ କାମ କରିଥାଏ। ସେଇଭଳି ଭାବରେ ବର୍ଷା ଜଳର ପିଏଚ୍ ଯଦି 5.6 ରୁ କମ ହେଲା ତାହାକୁ ଅମ୍ଳ ବର୍ଷା କୁହାଯାଏ। ଅମ୍ଳ ବର୍ଷା ଆପଣ ମାନେ ଜାଣିଥିବେ ବହୁତ କ୍ଷତିକାରକ। ଯେତେବେଳେ ଅମ୍ଳ ବର୍ଷା ଆମର ନଦୀ ଜଳରେ ମିଶେ ତାହା ଦ୍ଵାରା କଣ ମୃତ୍ତିକାରେ ମିଶିଲେ ମୃତ୍ତିକାରେ ଭଲ କୃଷି କାର୍ଯ୍ୟ ହୋଇପାରିବ ନାହିଁ, ଗଛ ମାନଙ୍କୁ ନଷ୍ଟ କରିଦବ। ତା ସହିତ ମୋଷ୍ଟ ଇମ୍ପୋର୍ଟାଣ୍ଟ କଥା ହଉଛି ଜଳଚର ଜୀବ ମାନଙ୍କର ଜୀବନ ଧାରଣ କଷ୍ଟକର ହୋଇଥାଏ, ଯାହା ମଧ୍ୟ ବହୁ ଜୀବକୁ ମୃତ୍ୟୁ ମୁଖକୁ ନେଇଥାଏ। ସେଭଳି ଶୁକ୍ର ଗ୍ରହର ବାୟୁମଣ୍ଡଳ ଆମର ଗାଢ ସଲଫ୍ୟୁରିକ ଏସିଡ ର ଗଠିତ, ଯୋଉଟା ଆମର ହଉଛି ଧଳା ହଳଦିଆ ବାଦଲ। ସେଥିପାଇଁ ଆମର ଜୀବନ ଧାରଣ ସେଠି ଅସମ୍ଭବ। ଏଗୁଡାକ ହଉଛି ମୋର ସର୍ଟ କ୍ୱେଶ୍ଚନ ପଏଣ୍ଟ। ଉଦ୍ଭିଦ ଗୁଡିକର ସୁସ୍ଥ ବୃଦ୍ଧି ପାଇଁ ଏକ ନିର୍ଦ୍ଦିଷ୍ଟ ପିଏଚ୍ ପରିସର ଆବଶ୍ୟକତା ଥାଏ। ତ ମାଟି ନମୁନା ମିଶେଇକି ତାହାକୁ ଆମେ ମଧ୍ୟ ସାର୍ବଜନୀନ ସୂଚକ ସାହାଯ୍ୟରେ ମାଟିର ପିଏଚ୍ କୁ ସ୍ଥିର କରିକି ସେ ଅନୁଯାୟୀ ଆମେ ସେଥିରେ ସାର କିମ୍ବା କୌଣସି ଔଷଧର ପ୍ରୟୋଗ କରାଯାଇଥାଏ। ପରିପାକ ବ୍ୟବସ୍ଥାର ପିଏଚ୍ ଯୋଉଟା ଆମର ପାକସ୍ଥଳୀ, ଆମ ପାକସ୍ଥଳୀ ସ୍ୱାଭାବିକ ଭାବେ ହାଇଡ୍ରୋକ୍ଲୋରିକ ଏସିଡ ପ୍ରସ୍ତୁତ କରେ, ଯୋଉଟା ଆମର ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। ଆପଣ ମାନେ ସମସ୍ତେ ଜାଣିଥିବେ ଛୋଟରୁ ମଧ୍ୟ ପଢି ଆସିଥିବେ ଆମ ପାକସ୍ଥଳୀ କଣ କରେ ହାଇଡ୍ରୋକ୍ଲୋରିକ ଏସିଡ ମାନେ ତିଆରି କରିବେ, ଯୋଉ ହାଇଡ୍ରୋକ୍ଲୋରିକ ଏସିଡ ଆମର ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। କିନ୍ତୁ ବେଳେ ବେଳେ ଆମର କଣ ହୁଏ ଅ ବେଳେ ବେଳେ ଆମର ବଦହଜମି ସମୟରେ ବା ଏସିଡ ଯୋଉଟା ଆମେ କହିପାରିବା ପାକସ୍ଥଳୀରେ କଣ ହୁଏ ଅତ୍ୟଧିକ ଅମ୍ଳ ଜମା ହୋଇଯାଏ। ତ ଅତ୍ୟଧିକ ଅମ୍ଳ ଯୋଉ ଜମା ହୁଏ ତ ଆମର ପେଟ କାଟେ ବା ଜଳାପୋଡା ଅଧିକ ହୁଏ। ତ ଆମେ କଣ କରିବା ଯଦି ଅମ୍ଳ ଜମା ହେଇଛି ତାହେଲେ ଆମେ କ୍ଷାର ଖାଇଲେ ହିଁ ତାହା ପ୍ରଶମିତ ହବ ନା। ତ ଏଇ କଷ୍ଟରୁ ମୁକ୍ତି ପାଇବା ପାଇଁ ଲୋକମାନେ କଣ କରନ୍ତି ଆଣ୍ଟାସିଡ ଖାଇଥାନ୍ତି, ଯୋଉଟା ଆମର ମୃଦୁ କ୍ଷାରକ ବା ଆଣ୍ଟାସିଡ ଖାଇଥାନ୍ତି। ଏହା କଣ କରିବ ଅତ୍ୟଧିକ ଅମ୍ଳକୁ ପ୍ରଶମିତ କରିବ। ଆଉ ଗୋଟେ ଜିନିଷ ହଉଛି ମିଲ୍କ ଅଫ ମ୍ୟାଗ୍ନେସିଆ, ଯାହାର ସିମ୍ବଲ ହଉଛି MgOH2। ଏଟା ହଉଛି ଗୋଟେ ଜଣାଶୁଣା ଆମର ପ୍ରତି ଅମ୍ଳ ଅଟେ। ଏବେ ଆମେ ଦେଖିବା ପିଏଚ୍ ର ପରିବର୍ତ୍ତନ ହେଲେ ଦନ୍ତ କ୍ଷୟ କଣ ହଉଛି। ଦାନ୍ତର ବାହ୍ୟ ଆବରଣଟା ଆମର କ୍ୟାଲସିୟମ ଫସଫେଟ ର ଗଠିତ, ଯୋଉଟା ଶରୀରର ସବୁଠାରୁ ଶକ୍ତ ପଦାର୍ଥ ଏବଂ ଯୋଉଟା ଜଳରେ ଆମର ଦ୍ରବୀଭୂତ ହୁଏ ନାହିଁ। କିନ୍ତୁ ଦନ୍ତ କ୍ଷୟ ହୁଏ କଣ ପାଇଁ ଯଦି ପାଟିର ମୂଲ୍ୟ 5.5 ପାଟିର ପିଏଚ୍ ମୂଲ୍ୟ ଯଦି 5.5 ରୁ କମ ହେଇଯିବ ତାହେଲେ ଆମର ଦାନ୍ତ ନଷ୍ଟ ବା ଦାନ୍ତ କ୍ଷୟ ଆରମ୍ଭ ହୁଏ। ସେଥିପାଇଁ ଆମେ କଣ କରିବା କାରଣ କଣ ନା ଖାଦ୍ୟ ଖାଇଲା ପରେ ପାଟିରେ ଯୋଉ ଶର୍କରା ବା ଖାଦ୍ୟ କଣା ରହିଯାଇଥିବ ତାକୁ ବ୍ୟାକ୍ଟେରିଆ ମାନେ ଅପଘଟିତ କରନ୍ତି ଏବଂ ସେଥିରୁ ଅମ୍ଳ ପ୍ରସ୍ତୁତ କରନ୍ତି। ସେଇ ଅମ୍ଳ ଆମର କଣ ଦାନ୍ତକୁ କ୍ଷୟ କରିଥାଏ। ତ ଆମେ କଣ ପ୍ରତିକାରକ କରିବା ଖାଇଲା ପରେ ପାଟିକୁ ଭଲ ଭାବରେ ଧୋଇବା। ତା ସହିତ କ୍ଷାରୀୟ ଟୁଥପେଷ୍ଟ ର ମଧ୍ୟ ବ୍ୟବହାର କରିବା, ଯାହା ଦ୍ୱାରା ଅତ୍ୟଧିକ ଅମ୍ଳ ପ୍ରଶମିତ ହେବ ଏବଂ ଦାନ୍ତ କ୍ଷୟରୁ ମଧ୍ୟ ରୋକାଯାଇ ପାରିବ। ଏବେ ଆମେ ଦେଖିବା କିଛି ଆମର ଗୋଟେ ଟେବୁଲ ମଧ୍ୟ ଦେଇଥିଲା କିଛି ଜୀବ ମାନେ ଆମର କାମୁଡିଲେ ଆମେ କେମିତି ଆତ୍ମରକ୍ଷା କରିବା। ଯେତେବେଳେ ଆମକୁ ମହୁମାଛି କାମୁଡିବ ମହୁମାଛି ଯେତେବେଳେ କାମୁଡିବ ସେ ଆମ ଶରୀର ମଧ୍ୟକୁ ଗୋଟେ ଅମ୍ଳ ଛାଡି ଦେଇଥାଏ। କିଛି ଅମ୍ଳ ଛାଡିବା ଯୋଗୁଁ ତାହା ଆମର ଯନ୍ତ୍ରଣା ଦେଇଥାଏ। ଯଦି ସେଇ ବିନ୍ଧିବା ସ୍ଥାନରେ ଆମେ ବେକିଂ ସୋଡା ବା କିଛି ମୃଦୁ କ୍ଷାରକ ଲଗାଇବା ତାହେଲେ ଆମକୁ ଯନ୍ତ୍ରଣାର ଉପଶମ ମିଳିପାରିବ। ସେମିତି ବିଛୁଆତି ଆପଣ ମାନେ ଜାଣିଥିବେ ବଣ ବିଛୁଆତି, ଯାହାର ପତ୍ରରେ ସୂକ୍ଷ୍ମ ରୋମ ଥାଏ, ଯୋଉଟା ଆମର ଶରୀରରେ ବାଜିଲା ମାତ୍ରେ ସେ କଣ କରେ ମିଥାନୋଇକ ଏସିଡ ବା ଫର୍ମିକ ଏସିଡ ଆମ ଶରୀର ମଧ୍ୟକୁ ଛାଡିଥାଏ, ଯୋଉଟା ଆମର ଜଳାପୋଡାର କାରଣ ହୋଇଥାଏ। ଗୋଟେ ପ୍ରାକୃତିକ ପ୍ରତିକାର ଅଛି। ତ ବିଛୁଆତି ଗଛ ପାଖରେ ଆମର ଗୋଟେ ଡକ୍ ପ୍ଲାଣ୍ଟ ଗଛ ଥାଏ, ଯାହାର ପତ୍ରକୁ ଆମେ ଯଦି କାମୁଡିଥିବା ସ୍ଥାନରେ ଘଷିଦବା ତାହେଲେ ଆମକୁ କିଛିଟା ଉପଶମ ମିଳିପାରିବ। ତ ଆପଣ ମାନେ ଟ୍ରାଏ କରିବେ ବିଛୁଆତି ଗଛ କୋଉଠି ଅଛି ସେଠି ଡକ୍ ପ୍ଲାଣ୍ଟ ଗଛ ଅଛି କି ନାହିଁ ହେଲା ବିଛୁଆତି ପତ୍ର ଲଗେଇକି ନହେଲେ ଡକ୍ ପ୍ଲାଣ୍ଟ ଗଛ ଲଗେଇକି ଟେଷ୍ଟ କରିବେ। ନେକ୍ସଟ କୁ ଆମେ ଯିବା ଦେଖିବା। ତାହେଲେ ଦେଖିବା କିଛି ଖାଦ୍ୟ କୋଉଥିରେ କୋଉ ଏସିଡ ଅଛି। ଭିନେଗାରରେ ଆମର ଏସିଡିକ ଏସିଡ ରହିଛି, ଦହିରେ ଲାକ୍ଟିକ ଏସିଡ ଅଛି, କମଳା ବା ଲେମ୍ବୁରେ ସାଇଟ୍ରିକ ଏସିଡ ଅଛି, ଟମାଟୋରେ ଅକ୍ଜାଲିକ ଏସିଡ ଅଛି, ତେନ୍ତୁଳିରେ ଟାଟାରିକ ଏସିଡ ଅଛି, ପିମ୍ପୁଡି ବା ବିଛୁଆତିରେ ଆମର ମିଥାନୋଇକ ଏସିଡ ଅଛି। ମୁଁ କହିଦେଲି ବୋଲି ତାମାନେ ନୁହଁ ଆପଣ ମାନେ ଯାଇକି ବିଛୁଆତି ପତ୍ର ନିଜ ଦେହରେ ଲଗେଇବେ, ସେଟା ଭୁଲ ଜିନିଷ। ତ ଏଇଗୁଡାକ ଆମକୁ ଏକ୍ସାମ ରେ ପକାଏ। 1 ମାର୍କିଆ କ୍ୱେଶ୍ଚିନ ଯୋଉ ଆସୁଛି ଆମର ମଲ୍ଟିପୁଲ ଚଏସ ସେଥିରେ ମଧ୍ୟ ଦେଇପାରେ। ଭିନେଗାରରେ ଆମର ଏସିଡିକ ଏସିଡ ଅଛି, ଦହିରେ ଲାକ୍ଟିକ ଏସିଡ ଅଛି, କମଳା ବା ଲେମ୍ବୁରେ ସାଇଟ୍ରିକ ଏସିଡ ଅଛି, ଟମାଟୋରେ ଅକ୍ଜାଲିକ ଏସିଡ, ତେନ୍ତୁଳିରେ ଟାଟାରିକ ଏସିଡ, ପିମ୍ପୁଡି ବା ବିଛୁଆତିରେ ଆମର ମିଥାନୋଇକ ଏସିଡ ରହୁଛି। ଏବେ ଆମେ ପଢିବା ଲବଣର ପରିବାର, ଯୋଉଟା ପାଇଁ ଆମର ଇତିହାସ ପ୍ରସିଦ୍ଧ ଦାଣ୍ଡି ଯାତ୍ରା ସେଇ ସାମାନ୍ୟ ଲୁଣ ପାଇଁ ହେଇଥିଲା ତାହା ମଧ୍ୟ ଆମେ ମାନେ ପଢିବା।
ତ ଲବଣର ପରିବାର କଣ ଆମେ ଜାଣିବା। ସମାନ ଯୁକ୍ତାତ୍ମକ କିମ୍ବା ସମାନ ବିଯୁକ୍ତାତ୍ମକ ରେଡିକାଲ ଚିହ୍ନ ଥିବା ଲବଣକୁ ଏକ ପରିବାର ଅନ୍ତର୍ଭୁକ୍ତ ବୋଲି କହିପାରିବା ଆମେ। ଏକ୍ସାମ୍ପଲ ପଢିଲେ ଜାଣିପାରିବେ, ଯେମିତି କି ସୋଡିୟମ ପରିବାର କହିଲେ ସୋଡିୟମ କ୍ଲୋରାଇଡ, ସୋଡିୟମ ସଲଫେଟ। ଦେଖନ୍ତୁ ଏ ସବୁଥିରେ ଆମର ସୋଡିୟମ ଆୟନ ଅଛି, ତ ସୋଡିୟମ ଆୟନ ସବୁଥିରେ ଅଛି ବୋଲି ସେ ହଉଛି ସୋଡିୟମ ପରିବାର ଅନ୍ତର୍ଭୁକ୍ତ। ସେମିତି କ୍ଲୋରାଇଡ ରେ NaCl, KCl ଏଟା ହଉଛି କଣ ଆମର ବିଯୁକ୍ତାତ୍ମକ ଆୟନ ଏକା ଅଛି। ଏଟା କଣ ଯୁକ୍ତାତ୍ମକ Na ପ୍ଲସ ଯୁକ୍ତାତ୍ମକ ଆୟନ ଏକା ଅଛି। ଏଠି ଆମର କଣ କ୍ଲୋରାଇଡ ଆୟନ ସମାନ ଅଛି, ସେଥିପାଇଁ ଏହା ହଉଛି ଆମର କ୍ଲୋରାଇଡ ପରିବାର। ଏବେ ଆମେ ଦେଖିବା ଲବଣର ମଧ୍ୟ pH କଥା। ପ୍ରଶମିତ ଲବଣ ଆମେ କାହାକୁ କହିବା? ସବଳ ଅମ୍ଳ ଏବଂ ସବଳ କ୍ଷାରକର ପ୍ରତିକ୍ରିୟାରୁ ଲବଣର pH ମୂଲ୍ୟ 7 ହେବ, ଯାହା ହଉଛି ଆମର ପ୍ରଶମିତ ଲବଣ। ଅମ୍ଳୀୟ ଲବଣ କଣ? ସବଳ ଅମ୍ଳ ଏବଂ ଦୁର୍ବଳ କ୍ଷାର ମିଶିଲେ pH ମୂଲ୍ୟ 7 ରୁ କମ ହବ, ସେଥିପାଇଁ ତାହା ହବ ଅମ୍ଳୀୟ ଲବଣ। ସେମିତି କି ସବଳ କ୍ଷାରକ ସହିତ ଯେତେବେଳେ ଦୁର୍ବଳ ଅମ୍ଳକୁ ଆମେ ମିଶେଇବା pH ମୂଲ୍ୟ 7 ରୁ ଅଧିକ ହୋଇଯିବ, ଯୋଉଟା ହଉଛି ଆମର କ୍ଷାରୀୟ ଲବଣ। ଖାଇବା ଲୁଣ। ସାଧାରଣ ଖାଇବା ଲୁଣ ଆମେ କେମିତି ତିଆରି ହୁଏ? ଯେତେବେଳେ ହାଇଡ୍ରୋକ୍ଲୋରିକ ଏସିଡ ବା HCl ଆମର ସୋଡିୟମ ହାଇଡ୍ରୋକ୍ସାଇଡ NaOH ଦ୍ରବଣ ସହିତ ରାସାୟନିକ ପ୍ରତିକ୍ରିୟା করে ସେଥିରୁ ଆମର ସୋଡିୟମ କ୍ଲୋରାଇଡ ମିଳିଥାଏ, ତାହେଲେ ସୋଡିୟମ କ୍ଲୋରାଇଡ କୁ ଆମେ ହିଁ କହିବା କଣ? ଖାଇବା ଲୁଣ। ଏଇଟା ଆମର ଅମ୍ଳୀୟ ନୁହଁ କି କ୍ଷାରୀୟ ନୁହଁ, ଏହା ଗୋଟିଏ ପ୍ରଶମିତ ଲବଣ ଅଟେ। ତ ହାଇଡ୍ରୋକ୍ଲୋରିକ ଏସିଡ ସୋଡିୟମ ହାଇଡ୍ରୋକ୍ସାଇଡ ସହିତ ପ୍ରତିକ୍ରିୟା କରିବା ଫଳରେ ଆମର ସୋଡିୟମ କ୍ଲୋରାଇଡ ମିଳିଥାଏ। ଆଉ ଗୋଟେ ଜିନିଷ ଦେଇଛି ଖଣିଜ ଲବଣ କଣ? ସମୁଦ୍ର ଜଳରେ ଅନେକ ଲବଣ ଦ୍ରବୀଭୂତ ହୋଇ ରହିଥାଏ। ବହୁ ପୁରାତନ କାଳରେ ସମୁଦ୍ର ଗୁଡିକ ଶୁଖିଯିବା ଫଳରେ କଠିନ ଲବଣର ସୃଷ୍ଟି ହୋଇଥିଲା, ଯାହାକୁ ଆମେ ଖଣିଜ ଲବଣ ବୋଲି କହିଛେ। କିନ୍ତୁ ଅଶୁଦ୍ଧତା କାରଣରୁ ଏଗୁଡାକ ପ୍ରାୟ ବାଦାମୀ ରଙ୍ଗରେ ଦେଖାଯାଇଥାଏ। କୋଇଲା ଭଳି ଏହାକୁ ମଧ୍ୟ ଖଣିରୁ ଉତ୍ତୋଳନ କରିଥାଏ। ଆପଣମାନେ ସମସ୍ତେ ମଧ୍ୟ ଦେଖିବେ ଯୋଉଟା ଆପଣ ଗୁଡା ଲୁଣ କହୁଛନ୍ତି। ତ ଗୁଡା ଲୁଣ ବି ଟିକେ ଦେଖିବାକୁ ପ୍ରାୟ ବାଦାମୀ କାରଣ ତାକୁ ବହୁତ ସାରା ପ୍ୟୁରିଫାଏ କରା ହୋଇନଥାଏ। କିନ୍ତୁ ଆମେ ଯୋଉ ଖାଇବାରେ ଲୁଣ ବ୍ୟବହାର କରାଯାଉଛି ତାହା ଦେଖିବା ପାଇଁ ଧଳା ପରା ଦେଖାଯାଉଛି, କାରଣ ଆମେ ତାହାକୁ ବାରମ୍ବାର ପ୍ୟୁରିଫାଏ କରାଯାଉଛି। ଏବେ ଆମେ ଦେଖିବା ଐତିହାସିକ କଣ ଆମର ଘଟଣା ଘଟିଥିଲା। ଦାଣ୍ଡି ଯାତ୍ରା। ମହାତ୍ମା ଗାନ୍ଧୀଙ୍କ ଦ୍ଵାରା ପରିଚାଳିତ ଦାଣ୍ଡି ଯାତ୍ରାରେ ଆମର କଣ ସୋଡିୟମ କ୍ଲୋରାଇଡ ପାଇଁ ହିଁ ଆମର ସ୍ଵାଧୀନତା ଆନ୍ଦୋଳନ ଯୋଉଟା ଗୋଟିଏ ସଂକେତ ଦେଇଥିଲା। ତାମାନେ ସୋଡିୟମ କ୍ଲୋରାଇଡ ର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ତାହେଲେ ସୋଡିୟମ କ୍ଲୋରାଇଡ ର କାମ କଣ ବା ଲବଣର କାମ କଣ? ସମୁଦ୍ରରେ ମିଳୁଥିବା ସାଧାରଣ ଲୁଣ ଆମର ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାସାୟନିକ ପଦାର୍ଥ ଯେମିତି କି ସୋଡିୟମ ହାଇଡ୍ରୋକ୍ସାଇଡ, ବେକିଂ ସୋଡା, ୱାସିଂ ସୋଡା, ବ୍ଲିଚିଂ ପାଉଡର ଇତ୍ୟାଦି ତିଆରି କରିବା ପାଇଁ ଗୋଟିଏ କଞ୍ଚାମାଲ ରୂପରେ ବ୍ୟବହାର ହୋଇଥାଏ। ଏବେ ତାହେଲେ ଆମେ ତିଆରି କରିବା ବେକିଂ ସୋଡା, ୱାସିଂ ସୋଡା ଏସବୁର ତିଆରି କରିବା। ପ୍ରଥମେ ଆମେ ଦେଖିବା ସୋଡିୟମ ହାଇଡ୍ରୋକ୍ସାଇଡ ବା କ୍ଲୋରୋ ଆଲକାଲି ପଦ୍ଧତି କଣ? ତ ସୋଡିୟମ କ୍ଲୋରାଇଡ ଆମର ନିଆହେଇଥିଲା ପ୍ରଥମ କଞ୍ଚାମାଲ। ତ ସୋଡିୟମ କ୍ଲୋରାଇଡ ର ଜଳୀୟ ଦ୍ରବଣ ମଧ୍ୟରେ ବା ବ୍ରାଇନ ମଧ୍ୟରେ ଯେତେବେଳେ ଆମେ ବିଦ୍ୟୁତ ସ୍ରୋତ ପ୍ରବାହିତ କରିବା, ଏହା କଣ କରିବ? ବିଘଟିତ ହୋଇକି ଆମକୁ ସୋଡିୟମ ହାଇଡ୍ରୋକ୍ସାଇଡ ଦବ। ଏହି ପ୍ରଣାଳୀରେ ଆମେ କଣ ପାଇବା? କ୍ଲୋରିନ ଏବଂ ସୋଡିୟମ ହାଇଡ୍ରୋକ୍ସାଇଡ ପାଇବା। ତ ଏଠି ଏହାକୁ ଆମେ କ୍ଲୋରୋ ଆଲକାଲି ପଦ୍ଧତି କହିବା, କାରଣ କଣ ଆମେ ପଢିବା। ତ ଆମେ କଣ ଜାଣିଲେ, ଯେତେବେଳେ ସୋଡିୟମ କ୍ଲୋରାଇଡ ର ଜଳୀୟ ଦ୍ରବଣ ବା ବ୍ରାଇନ ମଧ୍ୟ ଦେଇ ଆମେ ବିଦ୍ୟୁତ ସ୍ରୋତ ପ୍ରବାହିତ କଲେ, ଏଠି ସୋଡିୟମ କ୍ଲୋରାଇଡ ଜଳୀୟ ଦ୍ରବଣ ବିଦ୍ୟୁତ ସ୍ରୋତ ପ୍ରବାହିତ କରାଯାଇଛି, ଆମର କଣ ବାହାରିଛି? ସୋଡିୟମ ହାଇଡ୍ରୋକ୍ସାଇଡ ବାହାରିଛି। ଏଇଟା ଆମର କଣ ହେଉଛି? ଏହା ସହିତ ଆମର କଣ କ୍ଲୋରିନ ମଧ୍ୟ ବାହାରିଛି। କ୍ଲୋରିନ ବାହାରିଥିବାରୁ ଏହାକୁ ଆମେ କଣ କହିବା? କ୍ଲୋରୋ ଏବଂ ଆଲକାଲି ଆମର ହାଇଡ୍ରୋକ୍ସାଇଡ ବାହାରିଛି, ସୋଡିୟମ ହାଇଡ୍ରୋକ୍ସାଇଡ ବାହାରିଛି। ତ ସୋଡିୟମ ହାଇଡ୍ରୋକ୍ସାଇଡ ପାଇଁ ଏହାର ନାଁ ହେଉଛି ଆଲକାଲି। ଜାଣିହେଲା, ସେଥିପାଇଁ ଆମେ କହିବା ଏହାକୁ କ୍ଲୋରୋ ଆଲକାଲି। ଏଠି ଯୋଉ ଆମର ହାଇଡ୍ରୋଜେନ ଗ୍ୟାସ ବାହାରିଛି, ଏଇ ହାଇଡ୍ରୋଜେନ ଗ୍ୟାସ କ୍ୟାଥୋଡ ଠାରେ ଜନ୍ମ ହୁଏ। ଏହା ଆମର କଣ କରିବ? ଜାଳେଣୀ, ମାର୍ଗାରିନ ଏବଂ ସାର ପାଇଁ ଏମୋନିଆ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ। ଜାଣିହେଲା, ସେମିତି କ୍ଲୋରିନ ଗ୍ୟାସ ଯୋଉ ଅଛି ତାହା ଆମର କୋଉଠି ନିର୍ଗତ ହବ? ଏନୋଡ ଠାରେ, ଯୋଉଟା ସାଧାରଣତଃ ଜଳ ବିଶୋଧନ, ସନ୍ତରଣ, ପୋଖରୀ ଜଳ ସଫା କରିବା, PVC କୀଟନାଶକ ପ୍ରସ୍ତୁତିରେ ମଧ୍ୟ ସାହାଯ୍ୟ କରିବ। ସୋଡିୟମ ହାଇଡ୍ରୋକ୍ସାଇଡ ଆମର କ୍ୟାଥୋଡ ନିକଟରେ ଜମା ହବ। ବୁଝିହେଲା, এই କ୍ୟାଥୋଡ ନିକଟରେ ଯୋଉ ସୋଡିୟମ ହାଇଡ୍ରୋକ୍ସାଇଡ ଜମା ହୋଇଥାଏ, ଏହା ଧାତୁର ତୈଳାକ୍ତ ପଦାର୍ଥ ଦୂର କରିବା ପାଇଁ ସାବୁନ, ଅପମାର୍ଜକ ଏବଂ କାଗଜ ମଣ୍ଡିରେ ଏସବୁକୁ ବ୍ୟବହାର କରାଯାଇଥାଏ। ତାହେଲେ ସୋଡିୟମ ହାଇଡ୍ରୋକ୍ସାଇଡ ର ଜଳୀୟ ଦ୍ରବଣ ମଧ୍ୟରେ ଆମେ ଯେତେବେଳେ ବିଦ୍ୟୁତ ସ୍ରୋତ ପ୍ରବାହିତ କଲେ, ତାହା ବିଘଟିତ ହୁଏ, ସେଥିରୁ ସୋଡିୟମ କ୍ଲୋରାଇଡ
एवं क्लोरीन ता सहित हाइड्रोजन गैस बाहर थाए सोडियम हाइड्रोक्साइड जो बाहरला सॉरी सोडियम हाइड्रोक्साइड जो बाहरला तो यह अल्काली पाई एवं क्लोरीन बाहरची यह क्लोरो पाई ସେଥିପାଇଁ ଏହାର ଅନ୍ୟ ନାମ ହେଉଛି କ୍ଲୋରୋ ଆଲକାଲି ପଦ୍ଧତି ଏଥିରେ ଯୋଉ ସୋଡିୟମ ହାଇଡ୍ରୋକ୍ସାଇଡ ବାହାରିଲା ତାହା ଆମର କ୍ୟାଥୋଡ ଠାରେ ହାଇଡ୍ରୋଜେନ ଯୋଉ ବାହାରିଲା ହାଇଡ୍ରୋଜେନ ଗ୍ୟାସ ଯାହା ବାହାରିଲା ତାହା ଆମର କ୍ୟାଥୋଡ ଠାରେ ଏବଂ କ୍ଲୋରିନ ଗ୍ୟାସ ଏନୋଡ ଠାରେ ନିର୍ଗତ ହୋଇଥାଏ ଜାଣିଗଲା ତାହେଲେ ଏବେ ଆମେ ଦେଖିବା ବ୍ଲିଚିଂ ପାଉଡର କଥା ତ ସୋଡିୟମ କ୍ଲୋରାଇଡ ର ଜଳୀୟ ଦ୍ରବଣକୁ ଯେତେବେଳେ ଆମେ ବିଦ୍ୟୁତ ବିଶ୍ଳେଷଣ କଲେ ସେଥିରେ ଆମେ କ୍ଲୋରିନ ଗ୍ୟାସ ପାଇଥିଲେ ଏଇ କ୍ଲୋରିନ ଗ୍ୟାସକୁ ଆମେ ନେଇକି କଣ କରିବା ବ୍ଲିଚିଂ ପାଉଡର ତିଆରି କରିବା ଯେତେବେଳେ ଏହି କ୍ଲୋରିନ ଗ୍ୟାସ ଆମର କଣ କରିବ ଶୁଷ୍କ ସମିତ ଚୂନ ବା CaOH2 ସହିତ ରାସାୟନିକ ପ୍ରତିକ୍ରିୟା କରିବ ସେଥିରୁ ଆମେ ବ୍ଲିଚିଂ ପାଉଡର ପାଇପାରିବା ଏହାର ରାସାୟନିକ ନାମ ହେଉଛି CaOCl2 ଦେଖନ୍ତୁ ଏଠି ମୁଁ ରିଆକ୍ସନ କରିଦେଇଛି କ୍ୟାଲସିୟମ ହାଇଡ୍ରୋକ୍ସାଇଡ କଣ କରିଛି Cl2 ସହିତ ରାସାୟନିକ ପ୍ରତିକ୍ରିୟା କରିଛି ଆମର ବାହାରିଛି CaOCl2 ତାହେଲେ Cl2 ଆମର ଆସିଛି କୋଉଠି सोडियम हाइड्रोक्साइड जलीय द्रवण मध्य विद्युत विश्लेषण कले आम पाइले सोडियम क्लोराइड विद्युत विश्लेषण कले आम पाइले सोडियम हाइड्रोक्साइड क्लोरीन ता सहित आम पाइले हाइड्रोजन तो क्लोरीन आम जो पाइले आम आणिकी कैल्शियम हाइड्रोक्साइड सहित जो रासायनिक प्रतिक्रिया कले आम से पाइले CaOCl2 जार ना ब्लीचिंग पाउडर ताले ब्लीचिंग पाउडर काम कौन बयन शिल्प कपा सूता लाइनेन रू एवं कागज शिल्प काठमंडल विरंजन करने व्यवहृत हुए सहित पानीय जल को जीवाणुमुक्त करने जीवाणुनाशक भाव व्यवहार कराए रासायनिक शिल्प एवं परीक्षागार एक उत्तम जार भाव व्यवहार करे इम्पोर्टाट कथा हूँ क्लोरोफॉर्म प्रस्तुति कौन ब्लीचिंग पाउडर को व्यवहार कर ଏବେ ଆମେ ପଢିବା ବେକିଂ ବା ଖାଇବା ସୋଡା ଘରେ ଆମେ ମୁସମୁସିଆ ପକୁଡି ଖାଇବା ପାଇଁ ଆମେ ଯୋଉ ସୋଡା ବ୍ୟବହାର କରୁଛେ ତାହା ହେଉଛି ଆମର ଖାଇବା ବା ବେକିଂ ସୋଡା ଯାହାର ରାସାୟନିକ ନାମ ହେଉଛି ସୋଡିୟମ ହାଇଡ୍ରୋଜେନ କାର୍ବୋନେଟ ବା NaHCO3 ଏଠି ମୁଁ ଲେଖି ଦଉଛି NaHCO3 ସୋଡିୟମ ହାଇଡ୍ରୋଜେନ କାର୍ବୋନେଟ ତ ସୋଡିୟମ କ୍ଲୋରାଇଡ ଜଳ ଏହାର କଞ୍ଚାମାଲ କଣ କଣ ସୋଡିୟମ କ୍ଲୋରାଇଡ जल कार्बन डाइऑक्साइड एवं एमोनिया ए सब मध्य रासायनिक प्रतिक्रिया घटाई हम बेकिंग सोडा तैयारी कर लिखिदे सोडियम क्लोराइड एमोनिया कार्बन डाइऑक्साइड एवं जल मध्य रासायनिक प्रतिक्रिया कर सोडियम हाइड्रोजन कार्बोनेट बा खाइबा सोडा बाहर सहित NaCl बाहर ये बेकिंग सोडा को जो गरम करवा से कौन आमको दब सोडियम कार्बोनेट दब सहित कार्बन डाइऑक्साइड देव एवं जल एटा हूँ तापीय विघटन एग्जाम क्वेश्चन पड़ खाइबा सोडा को तापीय विघटन कले कौन घटे जिते खाइबा सोडा आम ताप प्रयोग करवा सोडियम कार्बोनेट दब सहित अंगारकाम्ल दब एवं वाटर ये बेकिंग सोडा खाइबा सोडा तो बेकिंग पाउडर प्रस्तुत करने बेकिंग पाउडर बा बेकिंग सोडा सोडियम हाइड्रोजन कार्बोनेट एवं टार्टारिक एसिड भली मृदु खाद्य उपयोगी अम्लर एक मिश्रण अटे जिते बेकिंग पाउडर को गरम करा जल मिसाई जाए आमर एटा घटी थाए बुझेला NaCO3 सोडियम हाइड्रोजन कार्बोनेट बा बेकिंग पाउडर से अम्ल सहित रासायनिक प्रतिक्रिया कले आमर CO2 H2O एवं अम्लर सोडियो द्रवण बाहर ये जो CO2 बाहर ना कार्बन डाइऑक्साइड से कार्बन डाइऑक्साइड आमर पाउरटी एवं केक को खोलाई नरवायु सचिंद करते केक जो खोलने यही कार्बन डाइऑक्साइड बुझेला ताहले आमे कौन जानिले जिते आमे बेकिंग सोडा को बेकिंग सोडार काम कौन यह टार्टारिक एसिड भली मृदु खाद्योपयोगी अम्लर गोटे मिश्रण अटे बेकिंग पाउडर टा एवं जिते गरम करवा जल मिसेवा से कौन CO2 H2O एवं सोडियम लवण बाहर ये जो CO2 बाहरला से कौन कर पाउरुटी कि केक को फुलेकी नरम करता आ गोटे कम कौन सोडियम हाइड्रोजन कार्बोनेट प्रति अम्लर गुड़िकर एक उत्पादन अटे क्षारीय होइथाटू यह पाकस्थल अधिक अम्ल प्रशमित करे एवं जंत्रणा उपशम करते माने प्रति अम्ल भाव व्यवहार करवा सोडा अम्ल अग्नि निर्वापक जंत्र यार व्यवहार रही बेकिंग सोडा नेक्स्ट आम देखा वाशिंग सोडा धोइबा सोडा जार रासायनिक नाम हूँ सोडियम कार्बोनेट डेकाहाइड्रेट
which is sodium carbonate decahydrate Na2CO3 होगी sodium carbonate decahydrate by 10H2O. तो Na2CO3 10H2O बा sodium carbonate decahydrate होची हमर बेकिंग सोडा रो रासायनिक नाम। प्रथम आम कौन करबा बेकिंग सोडा को ताप देकी सोडियम कार्बोनेट तैयारी करबा। आम एटा पूर्व तैयारी करथिले जोटा हमर CO2 कोन होतला केक पाउडर खोलाउथिले तो सोडियम हाइड्रोजन कार्बोनेट को जेतेबेले आमे ताप प्रयोग करबा से कोन करबो सोडियम कार्बोनेट CO2 एवं H2O दबो। तो जो सोडियम कार्बोनेट थिला हमर Na2CO3 से कोन करबो 10टी जल अणु जोग हेले हेतरे हमर वासिंग सोडा गठन हबो। देखंतु Na2CO3 10H2O जोग हेले हमर हबो Na2CO3 10H2O बा सोडियम कार्बोनेट डेकाहाइड्रेट। ताले वासिंग सोडार कौन कौन व्यवहार रही कपड़ा धोइबा कठिन जल को आम मृदु करवा काच साबुन एवं कागज शिल्प व्यवहार करा हुए बोराक्स तैयारी करने व्यवहार हुए घर सफा काम आम वासिंग सोडा को व्यवहार करुचे। वासिंग सोडार नाम कौन सोडियम कार्बोनेट डेकाहाइड्रेट। प्रथम आम कौन करवा खाइबा बा बेकिंग सोडा को गरम करदबा गरम कर सारा ପରେ ସେଥିରୁ ଆମର सोडियम कार्बोनेट बाहरे से सोडियम कार्बोनेट 10H2O सहित जोग हेले हमर वासिंग सोडा दब। एबे आमे देखिबा लवणर स्फटिक जल। गोटे लवण रे किछि जल रहिछि कि केते परिमाण रे स्फटिक जल रहिछि ताहा आमे देखिबा। लवणर गोटिए संकेत एकक सह रासायनिक भावरे बंधित थिबा निर्दिष्ट संख्यक जल अणु को आम स्फटिक जल बा वाटर ऑफ क्रिस्टलाइजेशन बोली कहबा। एग्जांपल देले आपण माने ही बुझी परिबे। तो जेतले कपर सल्फेट रो सूत्र होची CuSO4 5H2O। एठी हमर कोन अछि 5टी स्फटिक जल अणु रहिछि। एहार रंग होची कोन नील रंग। सेमति कि जिप्सम कथा नेले CaSO4 2H2O ता माने एठी दुईटी जल अणु रहिछि। जेतेबेले आमे कपर सल्फेट को गरम करबा CuSO4 5H2O को गरम कले से कोन हबो कपर सल्फेट अलगा हेजिबो H2O मध्ये अलगा हेजिबो। तो नील रंगर स्फटिक थिला ताहा हमर धळा रंगरे परिणत हबो कारण कोन ना तार स्फटिक जल अणुटा बाहरी जाए। तामाने आमे लवणर स्फटिक जल कहले कोन बुझिबा गोटिए संकेत एकक सहित रासायनिक भावरे जेतिकी संख्यक जल अणु मिसिकी रहिताए ताहाको आमे लवणर स्फटिक जल कहबा। तो कपर सल्फेट रे हमर 5टी जल अणु रहिछि जिप्सम रे 2टी जल अणु रहिछि। जिप्सम रो सिंबल मध्ये मन रखिबे एग्जाम रे पकाई CaSO4 2H2O। लास्ट आमे पढिबा प्लास्टर ऑफ पेरिस कोन। प्लास्टर ऑफ पेरिस ना सुनिले आपण माने जानिथिबे जानि पारथिबे प्लास्टर ऑफ पेरिस कोन। जेतेबेले हमर हाड़ गोड़ भांगी जाय थाए मेडिकल रे डॉक्टर माने प्लास्टर ऑफ पेरिस को व्यवहार करथाली। ताले ई प्लास्टर ऑफ पेरिस तयारी हे केमती जिप्सम जोडा में पूर्वर पढिले CaSO4 2H2O को 373 केल्विन तापमात्रा रे गरम कले से कोन करिवो एहार 1.5 गुण जल अणु बाहरी जीव एवं प्लास्टर ऑफ पेरिस तैयारी करिवो। देखंतु CaSO4 2H2O को 373 केल्विन तापमात्रा रे गरम करा हेछि। CaSO4 एटे 2H2O थिला एटे कोन हो जायछि 5H2 हमर दरकार एटा होछि हमर प्लास्टर ऑफ पेरिस। ए जल अणु को आमे अलगा कर देछि। तो प्लास्टर ऑफ पेरिस रो रासायनिक नाम होछि कैल्शियम सल्फेट हेमिहाइड्रेट। एहार सिंबल होछि कैल्शियम सल्फेट CaSO4 हाफ H2O। तो यार व्यवहार कोन भांगी जाइथिबा हाड़ को स्थिर रखिबा पई प्लास्टर फ्लास तयारी हुए। प्लास्टर फ्लास तयारी हुए मूर्ति खेलना साजसज्जा सामग्री तयारी करिया पई व्यवहार हुए। कांथ एवं छात को मध्य चिकन करिया पई व्यवहार करा हुए। आजिकाली जो सीलिंग लाइट व्यवहार करा अछि ताहा मध्य प्लास्टर ऑफ पेरिस से जॉइन करा होछि। छातर डिजाइन सजावट अलंकारिक काम रे मध्य व्यवहार करा हुए। दांतर छांच तयारी करिया रे मध्य हमर प्लास्टर ऑफ पेरिस रो व्यवहार रहुछि। आशा करछि आपण मानको समस्तଙ୍କୁ मोर ए भिडियोटी 1 घंटार 1 घंटा तो हैनी प्राय 50 मिनिट रो भिडियोटी निहाती भाबरे भल लागिथो। आज हमर सेकेंड चैप्टर 10th क्लास रो सेकेंड चैप्टर अम्ल क्षारक एवं लवण सरी जायछि। आशा करछि आपण मानको समस्तଙ୍କୁ निहाती भाबरे मोर भिडियोटी भल लागिथिबो। जदि भल लागिछि आपण माने एका काहे कि आपण मानकर सांग को मध्ये शेयर करतंतु से माने मध्ये लाइक करंतु बहुत मात्रा रे शेयर करंतु एवं सब्सक्राइब मध्ये करंतु। जदि आपण एबे पर्यंत सब्सक्राइब करना ट्विंकल एजुकेटर चैनल को ताहले एबे जाई सब्सक्राइब करंतु बेल आइकन को प्रेस करी ऑल नोटिफिकेशन को ऑन कर दंतु। थैंक यू सो मच फॉर योर लव सपोर्ट एंड वैल्यूएबल टाइम। थैंक यू सो मच टू ऑल।